ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆପଣ ଯଦି ସିଟି ପରୀକ୍ଷା ବା ସିଟି ଏଣ୍ଟ୍ରାନ୍ସ ଡିଏଲଏଡ ଏଣ୍ଟ୍ରାନ୍ସ ଯାହାକୁ କୁହାଯାଏ 2026 ପାଇଁ ପ୍ରିପେୟାର କରୁଛନ୍ତି ତାହେଲେ এই ଭିଡିଓଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ এই ଭିଡିଓରେ ମୁଁ ଗୋଟିଏ ଭିଡିଓରେ 30ଟା ଏମସିକ୍ୟୁ ଡିସ୍କସନ କରି ଆପଣ ଯୋଉ ଟପିକଟା ଅଛି ଇଣ୍ଡିଆନ କନଷ୍ଟିଟ୍ୟୁସନ ଫିଚର୍ସ ବା ଆମର ଭାରତ ସମ୍ବିଧାନର ବୈଶିଷ୍ଟ୍ୟ ଗୁଡିକ ମୁଁ ପୁରାପୁରି ଟପିକଟା କଭର କରିଦେବି। ତେଣୁ ଆପଣ ଭିଡିଓଟି ଫୁଲ ଦେଖନ୍ତୁ। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଲା ଭିଡିଓଟି ଗୋଟେ ଲାଇକ୍ କରିଦେବେ। ଆଉ ଚ୍ୟାନେଲଟି ଯଦି ପ୍ରଥମ ଥର ପାଇଁ ଆସୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଯୋଉ ନୋଟିଫିକେସନ ତାକୁ ଅଲ ରେ ସେଟ କରିଦେବେ। ଆଉ ଭିଡିଓଟି କେମିତି ଲାଗିଲା ମତେ କମେଣ୍ଟ ସେକ୍ସନରେ ଟିକେ ଜଣେଇବେ। ତେଣୁ ଦେଖିବା କଣ ସବୁ କ୍ୱେଶ୍ଚନ ଗୁଡାକ ରହିଛି। ଫାର୍ଷ୍ଟ କ୍ୱେଶ୍ଚନଟି ଅଛି which of the following describes India as a secular state ବା ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ବର୍ଣ୍ଣନା କରେ। ଅପସନ ଗୁଡିକ କଣ ରହିଛି ଆମର ଫଣ୍ଡାମେଣ୍ଟାଲ ରାଇଟ୍ସ ବା ମୌଳିକ ଅଧିକାର, ନା ଅପସନ ନମ୍ବର ବି ଅଛି ପ୍ରିଏମ୍ବଲ୍ସ ବା ପ୍ରସ୍ତାବନା, ଅପସନ ନମ୍ବର ସି ଅଛି ଡାଇରେକ୍ଟିଭ ପ୍ରିନ୍ସିପଲ୍ସ ବା ଆମର ନିର୍ଦ୍ଦେଶାତ୍ମକ ନୀତି, ଅପସନ ନମ୍ବର ଡି ଅଛି ନାଇନ୍ଥ ସେଡ୍ୟୁଲ ବା ନବମ ଅନୁସୂଚୀ। ତେଣୁ କୋଉଟାକୁ ଆମକୁ ସୂଚାଏ ଆମର କନଷ୍ଟିଟ୍ୟୁସନ ଅନୁସାରେ ଯେ ଆମେ ହଉଛି ଗୋଟେ ସେକୁଲାର ଷ୍ଟେଟ ବା ଧର୍ମନିରପେକ୍ଷ ରାଷ୍ଟ୍ର। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ହଉଛି ପ୍ରସ୍ତାବନା ବା ପ୍ରିଆମ୍ବଲ୍ସ ଆମକୁ ସୂଚାଉଛି। ତେଣୁ କଥା ହଉଛି ଯୋଉ ପ୍ରସ୍ତାବନା ପ୍ରିଏମ୍ବଲ୍ସ ରେ ଆମର ଯୋଉ ଧର୍ମନିରପେକ୍ଷ ୱାର୍ଡ ଟା କେବେ ଏଡ୍ ହେଇଥିଲା ବା ସେକୁଲାର ଯୋଉ ୱାର୍ଡ ଟା ରହିଲା ସେଟା ଆମର ଏଡ୍ ହେଲା କେବେ ନା 42 ଆମେଣ୍ଡମେଣ୍ଟ ହେଲା, ଯେଟା କନଷ୍ଟିଟ୍ୟୁସନ ଚେଞ୍ଜ କରାଯାଇଛି ସେଟା 42ତମ କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ହେଇଥିଲା। କେତେ ମସିହାରେ ପଚରା ଦିଏ ବେଳେ ବେଳେ ନା 1976 ମସିହାରେ ସେଟା ଆମର ସେକୁଲାର ୱାର୍ଡ ଟା ବା ଆମ ଧର୍ମନିରପେକ୍ଷ ୱାର୍ଡ ଟା ଏଡ୍ କରାଯାଇଥିଲା ହେଲା। ୟା ମାନେ ହଉଛି କଣ ଇଣ୍ଡିଭିଜୁଆଲ ଲିବର୍ଟି ମାନେ ସମସ୍ତଙ୍କର ଅଧିକାର ଅଛି ସେ କୌଣସି ପ୍ରକାର ଧର୍ମ ନେଇପାରିବେ। ତାପରେ ଆମର ଅପସନ ନମ୍ବର ସି ଅଛି କଣ ଏ ଯୋଉ ଆମର ନିର୍ଦ୍ଦେଶାତ୍ମକ ନୀତି ସେଟା ହଉଛି କଣ ଷ୍ଟେଟ ଗାଇଡଲାଇନ, ଯେଟା କି ଆମର ଡାଇରେକ୍ଟିଭ ପ୍ରିନ୍ସିପଲ ଆମର ଦେଶରେ ଯୋଉ ଗୁଡାକ ଷ୍ଟେଟ ଗୁଡାକ ରହିଲା ବା ଆମର ଯୋଉ କୌଣସି ରାଜ୍ୟ ଗୁଡିକ ତାଙ୍କ ପାଇଁ ଗାଇଡଲାଇନ ରହିଛି ଆମର ଯୋଉ ଡାଇରେକ୍ଟିଭ ପ୍ରିନ୍ସିପଲ ବା ନିର୍ଦ୍ଦେଶାତ୍ମକ ନୀତିରେ। ତାପରେ ଯୋଉ ଆମର ରହିଲା ନବମ ଅନୁସୂଚୀ ବା ନାଇନ୍ଥ ସେଡ୍ୟୁଲ ଟା ସେଟା କଣ କରେ ନା ସିଏ ହଉଛି ପ୍ରୋଟେକ୍ଟ କରେ ସ୍ପେସିଫିକ ଲ ଫ୍ରମ ଦ ଜୁଡିସିଆଲ ରିଭ୍ୟୁ। ମାନେ କଣ କରୁଛି ନା କିଛି ଲ କରେ ସିଏ ଯିଏ କି ଆମର ଜୁଡିସିଆଲ ରିଭ୍ୟୁ ବା ଆମର ଯୋଉ ନ୍ୟାୟ ମିଳିବା ପାଇଁ ଆମେ ଯୋଉ କୋର୍ଟ କୁ ଯାଉଛୁ ତା ପାଖରୁ କିଛି ଲ କୁ ପ୍ରୋଟେକ୍ଟ କରିଥାଏ ହେଲା। ତେଣୁ ଏଗୁଡାକୁ ମନେ ରଖିଥିବେ କି ଆଉ ଫଣ୍ଡାମେଣ୍ଟାଲ ରାଇଟ୍ ସମସ୍ତେ ଜାଣିଛନ୍ତି ମୌଳିକ ଅଧିକାର, ଯେଟା କି ଆମ ପାଖରେ ବହୁତ ଗୁଡାକ ଅଛି ହେଲା। ତେଣୁ ପରବର୍ତ୍ତୀ କ୍ୱେଶ୍ଚନ ଅଛି ଦେଖିବା କଣ the concept of single citizenship in India constitution is borrowed from which country ବା ଭାରତୀୟ ସମ୍ବିଧାନରେ ଏକକ ନାଗରିକତା ର ଧାରଣା କୋଉ ଦେଶରୁ ଅଣାଯାଇଛି। ଅପସନ ଗୁଡିକ କଣ ଦେଇଛି ଆମେରିକାରୁ, କାନାଡାରୁ, ବ୍ରିଟେନରୁ ନା ଆୟାରଲାଣ୍ଡରୁ ହେଲା। ଆମର ଯୋଉ କହୁଛୁ ଯେ ଆମେ ସିଙ୍ଗଲ ସିଟିଜେନସିପ ଆମର ଇଣ୍ଡିଆରେ ନେଇଛୁ ତେଣୁ ଏଟା କୋଉ ଦେଶରୁ ଆମର ଯୋଉ କନଷ୍ଟିଟ୍ୟୁସନ ଲେଖିଲା ବେଳେ ଅଣା ହେଇଥିଲା। ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ସି ଯେଟା କି ବ୍ରିଟେନ ହେଲା। ମନେ ରଖିଥିବେ ବ୍ରିଟେନର ଆମର ଅଛି ଯେଟା କି ଆମର ସିଙ୍ଗଲ ସିଟିଜେନସିପ କୁହାଯାଏ। ଇଣ୍ଡିଆ adopted single citizenship from United Kingdom to foster the national integration। ତେଣୁ ଅପସନ ନମ୍ବର ଏ ଯୋଉ ୟୁଏସଏ ଅଛି ୟୁଏସଏ ରେ ଆମେ କଣ କରୁଛୁ ନା ଡୁଆଲ ସିଟିଜେନସିପ ତାଙ୍କର ଚଳିଥାଏ। ତାପରେ ହଉଛି ଅପସନ ନମ୍ବର ଆମର ଯୋଉ ରହିଲା ବି କନ୍ନଡା କାନାଡା। କାନାଡା ହଉଛି କଣ ଷ୍ଟ୍ରଙ୍ଗ ଫେଡରେସନ, ସେଠି କଣ ହେଇଥାଏ ନା ଫେଡରେସନ ମାନେ ତାଙ୍କର ମିଶିକରି ସେଟା କି ରହିଥାଏ ଷ୍ଟ୍ରଙ୍ଗ ଫେଡରେସନ ବୋଲି କୁହାଯାଏ। ଡି ହଉଛି କଣ ଡି ଯୋଉ ଆୟାରଲାଣ୍ଡ ପାଖରୁ ଆମେ ଆୟାରଲାଣ୍ଡ ପାଖରୁ କଣ ଆଣିଛୁ ନା ହଉଛି ଡାଇରେକ୍ଟିଭ ପ୍ରିନ୍ସିପଲ ବା ଟିକେ ଆଗରୁ କଣ କହିଲି ଷ୍ଟେଟରେ ଯୋଉ ସବୁ ନିୟମ ଗୁଡାକ ଲାଗୁ ରହିଥାଏ ସେଟା ଆମେ ଆଣିଛୁ କୋଉଠୁ ନା ଆୟାରଲାଣ୍ଡରୁ ଆଣିଛୁ। ତେଣୁ ବୁଝିପାରିଲେ ଗୋଟେ କୁଶଳ ଆପଣ କେତେ ଗୁଡାକ ଆଇଡିଆ ପାଇପାରିବେ। ତେଣୁ ପରବର୍ତ୍ତୀ କ୍ୱେଶ୍ଚନ ଅଛି କଣ ଦେଖିବା which features of India constitution was termed as the soul of the constitution by B.R. ଆମ୍ବେଦକର ହେଲା। ଭାରତୀୟ ସମ୍ବିଧାନର କୋଉ ବୈଶିଷ୍ଟ୍ୟକୁ ଡକ୍ଟର B.R. ଆମ୍ବେଦକର ସମ୍ବିଧାନର ଆତ୍ମା ବୋଲି କହିଛନ୍ତି। ଯୋଉ କନଷ୍ଟିଟ୍ୟୁସନର କୋଉ ଆମ ଟର୍ମ ଟାକୁ ଆମର ଯୋଉ ଡକ୍ଟର B.R. ଆମ୍ବେଦକର ଥିଲେ ସେ ସମ୍ବିଧାନର ଆତ୍ମା ବୋଲି କହିଛନ୍ତି। ଅପସନ ଗୁଡା କଣ ଦେଇଛି ନା ହଉଛି ପ୍ରିଆମ୍ବଲ୍ସ କୁ, ପ୍ରସ୍ତାବନାକୁ, ରାଇଟ ଟୁ ଇକ୍ୱାଲିଟି ସମାନତା ଯୋଉ ଅଧିକାର ସମସ୍ତ ପାଖରେ ସେଇଟା କହିଛନ୍ତି, ନା ରାଇଟ ଟୁ କନଷ୍ଟିଟ୍ୟୁସନାଲ ରିମେଡିଜ ବା ସମ୍ବିଧାନର ପ୍ରତିକାର ଅଧିକାର ହେଲା ସେଟାକୁ କହିଛନ୍ତି, ନା ଫଣ୍ଡାମେଣ୍ଟାଲ ଡ୍ୟୁଟିକୁ ବା ମୌଳିକ କର୍ତ୍ତବ୍ୟକୁ କହିଛନ୍ତି ହେଲା। ତେଣୁ ଏହାର ସଠିକ ଉତ୍ତର କଣ ହବ ଡକ୍ଟର B.R. ଆମ୍ବେଦକର କାହାକୁ ଆମର କନଷ୍ଟିଟ୍ୟୁସନର ଆତ୍ମା ବୋଲି କହିଛନ୍ତି। ସଠିକ ଉତ୍ତର ଅପସନ ନମ୍ବର ସି ଯାହାକି ସମ୍ବିଧାନ ପ୍ରତିକାର ଅଧିକାର ହେଲା, ଯେଟା କି ଆମେ କଣ କରିବା ରାଇଟ ଟୁ କନଷ୍ଟିଟ୍ୟୁସନାଲ ରିମେଡିଜ ହେଲା ସେଟାକୁ ଯେ ସମ୍ବିଧାନର ପ୍ରତିକାର, ଯେଟା କି ଆପଣ ଦେଖିଲେ ଧରାଯାଉ ଆପଣ କଣ ହେଇଛି ନା ସମ୍ବିଧାନର ଆପଣ କିଛି ଫଣ୍ଡାମେଣ୍ଟାଲ ରାଇଟ ଆପଣଙ୍କ ପାଖରୁ ଭାଇଲେସନ ହଉଛି ବା ଗଭର୍ଣ୍ଣମେଣ୍ଟ ଏମିତି ରୁଲ ତିଆରି କରୁଛି ଯାହାଦ୍ୱାରା କି ଆମର ଫଣ୍ଡାମେଣ୍ଟାଲ ରାଇଟ ବା ଆମର ମୌଳିକ କର୍ତ୍ତବ୍ୟ କଣ ହଉଛି ଅଧିକାର କ୍ଷୁଣ୍ଣ ହଉଛି। ତେଣୁ ସେଇଟାକୁ ଯାଇକି ଆପଣ କଣ କରିବେ କୋର୍ଟକୁ ଯାଇକି କେସ୍ କରିକି ଆପଣ କଣ କରିବେ ନିଜର ଅଧିକାରକୁ ସାବ୍ୟସ୍ତ କରିପାରିବେ ହେଲା। ସେଟା ଅଛି କୋଉଠି ନା ଡକ୍ଟର ଆମ୍ବେଦକର ଯୋଉ ଆର୍ଟିକଲ 32 ମନେ ରଖିଥିବେ ଯୋଉ ଆମର ସମ୍ବିଧାନ ପ୍ରତିକାର ଅଧିକାର ବା ରାଇଟ ଟୁ କନଷ୍ଟିଟ୍ୟୁସନାଲ ରିମେଡି ସେଟା ଅଛି କୋଉଠି ନା ଆର୍ଟିକଲ 32 ରେ ହେଲା। ତାକୁ କଣ କହିଛନ୍ତି ହାର୍ଟ ଆଣ୍ଡ ସୋଲ ବିକଜ ଇଟ ଗ୍ୟାରେଣ୍ଟି ଏନଫୋର୍ସମେଣ୍ଟ ଅଫ ରାଇଟ୍ସ ହେଲା। ତେଣୁ ସିଏ କଣ କରୁଛି ଆମର ଯୋଉ ରାଇଟ ଗୁଡାକ ଆମ ଅଧିକାର ଗୁଡାକ ଆମକୁ ଦଉଛି। ଅପସନ ନମ୍ବର ଏ ଯୋଉଟା କି ଆମ ପ୍ରସ୍ତାବନା ସିଏ କଣ କରୁଛି ନା କି ଟୁ ଦ କନଷ୍ଟିଟ୍ୟୁସନ ବାଇ ଦ ଅଦର୍ସ ହେଲା। ସେଟା ଆମର କନଷ୍ଟିଟ୍ୟୁସନର କି ମାନେ ପୁରା ମୂଳ ସୂତ୍ର ହଉଛି କଣ ପ୍ରିଆମ୍ବଲ୍ସ। ଆଉ ବି ଆଉ ଡି ଟା ଯେଟା ଆମର ଯୋଉ ସମାନତା ଅଧିକାର ଆଉ ଯୋଉ ମୌଳିକ କର୍ତ୍ତବ୍ୟ ସିଏ ଆମର ଫଣ୍ଡାମେଣ୍ଟାଲ ଫ୍ୟାକ୍ଟସ କୁ ଦର୍ଶାଉଛି। ତେଣୁ ଏତିକି କହିଲେ ପରବର୍ତ୍ତୀ ପ୍ରଶ୍ନ ଅଛି
द इंडियन कॉन्स्टिट्यूशन इज स्ट्रक्चराली कैटेगोराइज बाय डैश भारतीय संविधान गठनमूलक भाव में डैश भाव में श्रेणीभुक्त करा जायछि ହେଲା कोन प्रकार हमर जो कॉन्स्टिट्यूशन रहिछि ऑप्शन कोन दिछि रिजिड बा कठोर फ्लेक्सिबल बा नमनीय आ ऑप्शन होछि पार्शियली रिजिड पार्शियली फ्लेक्सिबल ना होछि भेरी रिजिड ହେଲା त हमर कॉन्स्टिट्यूशन को हमें कोन भली भाव में देखिताउ और गठनमूलक दृष्टि कोन प्रकार ऑप्शन नंबर सी होछि कोन ना हमर पार्शियली रिजिड आ पार्शियली फ्लेक्सिबल आंशिक भाव में कठोर अछि किछि क्षेत्र कठोर अछि किछि क्षेत्र कोन अछि नमनीय ରହିଛି ହେଲା ଇଟ ଷ୍ଟ୍ରାଇକ୍ସ ଏ ବାଲାନ୍ସ যেটা କି ଆମର ବାଲାନ୍ସ ସୃଷ୍ଟି କରୁଛି ଆମର କନଷ୍ଟିଟ୍ୟୁସନ କୁ ଯେ କିଛି କ୍ଷେତ୍ରରେ ଆମର କଣ ଯଦି ସ୍ପେଶିଆଲ ମେଜରିଟି ଯେ ଆମର ବିଲ୍ ସବୁ ପାସ୍ କରାଯାଏ ବା ଆମର ନିୟମ ସବୁ ଲାଗୁ କରାଯାଏ କିଛି କ୍ଷେତ୍ରରେ କଣ କରାଯାଇଛି ପୁରା କଠୋର ମାନେ ଆଂଶିକ ଭାବରେ କଠୋର କରାଯାଇଛି କିଛି ନମନୀୟ କରାଯାଇଛି ଯଦି ସବୁକୁ ଆମେ କଠୋର କରିଦେବା ସବୁକୁ ନମନୀୟ କରିଦେବା ତାହେଲେ ଯିଏ ଚାହିଁବ ସେମିତି ନିୟମ ତିଆରି କରିପାରିବ ତେଣୁ ଆମର ଯୋଉଗୁଡାକ ନିହାତି ଦରକାର ସେଟା କଣ ଆଂଶିକ ଭାବରେ ନମନୀୟ ବା ଆମର ସିମ୍ପଲ ମେଜରିଟିରେ ଯଦି ଆମର ଦୁଇଟା ପାର୍ଟିର ସିମ୍ପଲ ମେଜରିଟି ଥିବ ତାହେଲେ ସେଟାକୁ ପାସ୍ କରିପାରିବେ ଆଉ କିଛି ଏମିତି ଅଛି ଯେ ପୁରା ପୁରା ଆମର ଯୋଉ ପାର୍ଲାମେଣ୍ଟ ରହିଛି ସେମାନେ ଯଦି ମତାମତ ଦେବେ ତାହେଲେ ହିଁ ପାସ୍ ହେଇପାରିବ ତେଣୁ ଏଇଟା ହଉଛି କଣ କିଛି କଠୋର ଅଛି କିଛି ନମନୀୟ ଅଛି ବୁଝିପାରିଲେ ବାସ୍ ଏଇଟା ଆମର କୋଉଠୁ ଅଣା ହେଇଛି ନା ଆମର ଅପସନ ଏ ରିକ୍ୱାର୍ସ ଦ ଟ୍ରେଡର୍ସ ପ୍ରୋସେସ ଲାଇକ ୟୁଏସଏ ହେଲା ଯୋଉ ଆମର ଏଟା ଥିଲା ଯେ ଆମର କଣ କୁହାଯାଏ ନା କଠୋର ସେଟା ହଉଛି କଣ ନା ଆମର ୟୁଏସ ର ୟୁନାଇଟେଡ ଷ୍ଟେଟ୍ସ ବା ଆମେରିକାର କୋଉଟାର କୋଉ ପ୍ରକାର ଆମର କନଷ୍ଟିଟ୍ୟୁସନ ଅଛି ନା କଠୋର ଅଛି ରିଜିଡ୍ ବେଳେ ପଚାରି ଦିଏ ୟୁଏସ ରେ କୋଉ ପ୍ରକାର ରିଜିଡ୍ ବା କଠୋର ହେଲା ବି ଯୋଉ ରହିଲା ଆମର ନମନୀୟ ନମନୀୟ ହଉଛି କୋଉଠି ଆମର ୟୁକେ ର ହେଲା ୟୁକେ ର ହଉଛି କଣ ନମନୀୟ କିନ୍ତୁ ଆମର ହଉଛି ଆଂଶିକ କଠୋର ଆଉ ଆଂଶିକ ନମନୀୟ ତ ଏ ଦିଟା ମନେ ରଖିଥିବେ କଠୋର କୋଉଠି ନମନୀୟ କୋଉଠି ବା ଆମେରିକାର କେମିତି ଆଉ ଯୋଉ ୟୁକେ ର କେମିତିଆ ପରବର୍ତ୍ତୀ ପ୍ରଶ୍ନ ରହିଛି ହାଉ ମେନି ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଆର୍ କରେଣ୍ଟଲି ଇନହେର୍ସ ଦ କନଷ୍ଟିଟ୍ୟୁସନ ବର୍ତ୍ତମାନ ସମ୍ବିଧାନରେ କେତୋଟି ମୌଳିକ କର୍ତ୍ତବ୍ୟ ସନ୍ନିବେଶିତ ଅଛି ଆମର ଯୋଉ କନଷ୍ଟିଟ୍ୟୁସନରେ କେତେଟା ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ବା ଆମର ମୌଳିକ କର୍ତ୍ତବ୍ୟ କେତେଟା ଦିଆଯାଇଛି ଅପସନରେ କଣ ଦେଇଛି 10 11 12 9 ତେଣୁ ସଠିକ ଉତ୍ତର କଣ ହବ ଆମର ମୌଳିକ କର୍ତ୍ତବ୍ୟ କେତେଟି ରହିଛି ଅପସନ ନମ୍ବର ବି ଏଠି କଣ 11 ହେଲା ଅରିଜିନାଲି ଆମର ଏଇ ଯୋଉ ଫଣ୍ଡାମେଣ୍ଟାଲ ଯୋଉ ଡ୍ୟୁଟିଜ ବା ଆମର କଣ ମୌଳିକ କର୍ତ୍ତବ୍ୟ ସେଟା କୋଉଠି ଅଛି ଆମର ବେଳେ ବେଳେ ପଚାରେ ପାର୍ଟ ଆଇବି ମାନେ 4 ଏ ହେଲା ପାର୍ଟ 4 ଏ ରେ ରହିଛି ଯୋଉଥିରେ କି ଆମର 10ଟା ଡ୍ୟୁଟିଜ ପ୍ରଥମେ ଥିଲା କିନ୍ତୁ କଥା ହଉଛି ଏଇଟା ପଚାରି ପାରେ ଯେହେତୁ 42ତମ ଆମେଣ୍ଡମେଣ୍ଟ ବେଳେ 1976 ମସିହାରେ ହେଇଥିଲା ସେତେବେଳେ କଣ ହେଲା ଗୋଟେ 11 ନମ୍ବର ଏଡ୍ କରାଥିଲା ଯୋଉଥିରେ କଣ କରାଯାଇଛି ନା ଆମର ଯୋଉ ଚିଲଡ୍ରେନ ମାନଙ୍କୁ କମ୍ପଲସରି ଏଜୁକେସନ ଟା ଦବା ପାଇଁକା ଏଇଟା ଏଡ୍ କରାଯାଇଛି ମନେ ରଖିବା ଇମ୍ପୋର୍ଟାଣ୍ଟ ଅଛି କାରଣ ପଚାରି ପାରେ ଯେହେତୁ ସେଠି ଗୋଟେ ଆମର କଣ ଏଜୁକେସନ ବେସ୍ଡ ର ଏକ୍ସାମ ଟା ହଉଛି ତେଣୁ ପଚାରି ପାରେ ଯେ ଆମର କେତେ ନମ୍ବର ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ରେ ଏଡ୍ କରାଯାଇଥିଲା ନା 42 ଆମେଣ୍ଡମେଣ୍ଟ ରେ 11 ନମ୍ବର ସେଟା ଏଡ୍ କରାଯାଇଥିଲା ହେଲା ଆଉ 86 ଆମେଣ୍ଡମେଣ୍ଟ ର ଯୋଉ ଆମର ଆମେଣ୍ଡମେଣ୍ଟ କରି 2002 ମସିହାରେ ହେଇଥିଲା ହେଲା ମନେ ରହିବ ତାପରେ ପରବର୍ତ୍ତୀ କ୍ୱେଶ୍ଚନ ହୁ ଇଜ ଦ ଡି ଜୁର କନଷ୍ଟିଟ୍ୟୁସନାଲ ହେଡ ଅଫ ଇଣ୍ଡିଆନ ୟୁନିୟନ ବା ଭାରତର ସଂଘର ସାମ୍ବିଧାନିକ ମୁଖ୍ୟ ବୋଲି ଆମେ କାହାକୁ କହିବା ବଢିଆ କ୍ୱେଶ୍ଚନ ଯେ ସମ୍ବିଧାନର ମୁଖ୍ୟ ଆମେ କାହାକୁ କହିବା ଅପସନ ଟା କଣ ଦେଇଛି ପ୍ରଧାନମନ୍ତ୍ରୀ କହିବା ନା ଚିଫ ଜଷ୍ଟିସ ଅଫ ଇଣ୍ଡିଆ ବା ଭାରତର ପ୍ରଧାନ ବିଚାରପତି କହିବା ନା ପ୍ରେସିଡେଣ୍ଟ ବା ରାଷ୍ଟ୍ରପତିଙ୍କୁ କହିବା ହଉଛି ସ୍ପିକର ଅଫ ଲୋକସଭା ଲୋକସଭାର ବିଚାରପତିକୁ ଲୋକସଭାର ବାଚସ୍ପତିଙ୍କୁ କହିବା କାହାକୁ ଆମେ କନଷ୍ଟିଟ୍ୟୁସନାଲ ହେଡ ବୋଲି କହିବା ସଠିକ ଉତ୍ତର ଅପସନ ନମ୍ବର ସି ଯେଟା କଣ ପ୍ରେସିଡେଣ୍ଟ ହେଲା ପ୍ରେସିଡେଣ୍ଟ କୁ ଆମେ କଣ କହିବା ନା କନଷ୍ଟିଟ୍ୟୁସନାଲ ହେଡ ହେଲା ଆର୍ଟିକଲ 52 ଯୋଉ ଅଛି ଡିଜାଇନ ଦ ପ୍ରେସିଡେଣ୍ଟ ଇଜ ଦ ଏକ୍ଜିକ୍ୟୁଟିଭ ହେଡ ଅଫ ଦ ଷ୍ଟେଟ ହେଲା ଷ୍ଟେଟ ର ଏକ୍ଜିକ୍ୟୁଟିଭ ହେଡ ବା ଆମର ମୁଖ୍ୟ ହଉଛନ୍ତି କିଏ ଆମର ଦର୍ଶାଉଛି ଆର୍ଟିକଲ 52 ଟା ଯେ ଆମର ପ୍ରେସିଡେଣ୍ଟ ହଉଛନ୍ତି ସାମ୍ବିଧାନିକ ଭାବରେ ହେଡ ହେଲା ବା ଡି ଫ୍ୟାକ୍ଟୋ ବୋଲି କୁହାଯାଏ ଆମର କାହାକୁ ନା ଆମର ରାଷ୍ଟ୍ରପତିଙ୍କୁ ହେଲା ଏଟା ସବୁ ରହିଲା ପରବର୍ତ୍ତୀ କ୍ୱେଶ୍ଚନ ଦ ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ବା କି ଆମେ କଣ କହିଥାଉ ଡିପିଏସପି ହେଲା ଯେଟା କି ଆମର ଷ୍ଟେଟ ପାଇଁ ରୁଲ ସବୁ ତିଆରି ଲେଖା ହେଇଥାଏ ସେଇଠି ଆର ବରୋଡ ଫ୍ରମ ହେଲା ରାଷ୍ଟ୍ରର ନିର୍ଦ୍ଦେଶାତ୍ମକ ନୀତି ଆମର କୋଉଠାରୁ ଅଣାଯାଇଛି ଏଇଟାକୁ ଆମର ଡିପିଏସପି ଟାକୁ ଆମର କନଷ୍ଟିଟ୍ୟୁସନ ତିଆରି ହେଲା ବହୁ ଦେଶରୁ ଆମର କଣ କରାଯାଇଛି ଦେଖିକି ସେଇଠୁ ଭଲ ଭଲ ଜିନିଷ ଗୁଡାକ ଅଣା ହେଇଛି ଯୋଉଟାକୁ ଆମକୁ ଧର ଆମ ଦେଶ ପ୍ରତି ସେତେ ଭଲ ହବନି ତାକୁ କାଢି ଦିଆଯାଇଛି ତେଣୁ ଆମର ଯୋଉ ରହିଲା ଡିପିଏସପି ବା ଆମର ଷ୍ଟେଟ କୋଉ କୋଉ ନିୟମାବଳୀ ଗୁଡାକ ଲାଗିବ ସେଟା ଅଣା ହେଇଛି କୋଉଠୁ କୋଉ ଦେଶରୁ ସଠିକ ଉତ୍ତର ଏଇ ଯୋଉ ଅପସନ କଣ ଦେଇଛି ନା ଆଇରିଶ କନଷ୍ଟିଟ୍ୟୁସନ ବା ଆଇରିଶ ର ସମ୍ବିଧାନ ଅଣା ହେଇଛି ନା ୟୁଏସ କନଷ୍ଟିଟ୍ୟୁସନ ଅଣା ହେଇଛି ନା ଅଷ୍ଟ୍ରେଲିଆ କନଷ୍ଟିଟ୍ୟୁସନ ଅଣା ହେଇଛି ନା ହଉଛି ୱେମ ବା ଜର୍ମାନୀ କନଷ୍ଟିଟ୍ୟୁସନ ରୁ ଅଣା ହେଇଛି ତେଣୁ ସଠିକ ଉତ୍ତର କଣ ହବ ଡିପିଏସପି କୋଉଠୁ ଅଣା ହେଇଛି ନା ଅପସନ ନମ୍ବର ଏ ଯୋଉଟା କି ଆଇରିଶ ଆମର ସମ୍ବିଧାନରୁ ଅଣା ହେଇଛି ଯୋଉଟା କି ଆମର ଅଛି କେତେ ବେଳେ ବେଳେ ପଚାରେ ଡିପିଏସପି ଟା ବା ନିର୍ଦ୍ଦେଶାତ୍ମକ ଯୋଉ ଆମର ନୀତିଟା ରହିଛି ସେଟା ଆମର ଅଛି କୋଉଠି ପାର୍ଟ ଆଇବି ବା ଚତୁର୍ଥ ପାର୍ଟ ରେ ରହିଛି ହେଲା ବିଟା ଯୋଉ ଆମର ରହିଲା କଣ ଆମେରିକା ସମ୍ବିଧାନରୁ ଆମର ଫଣ୍ଡାମେଣ୍ଟାଲ ରାଇଟ ଅଣା ହେଇଛି ମନେ ରଖିଥିବେ ଫଣ୍ଡାମେଣ୍ଟାଲ ରାଇଟ ଟା ଅଣା ହେଇଛି କୋଉଠୁ ଆମେରିକା ସମ୍ବିଧାନରୁ ଆଉ ଆମର ଯୋଉ କନକରେଣ୍ଟ ଲିଷ୍ଟ ବା ଆମର ଯୋଉ କନକରେଣ୍ଟ ଲିଷ୍ଟ ହଉଛି କଣ ଯେ କିଏ କୋଉ କାମ କରିବ ଯେମିତି କି ଆମର ସେଣ୍ଟ୍ରାଲ ଅଛି ଗୋଟେ ସେଣ୍ଟ୍ରାଲ କଣ କାମ କରିବ ଷ୍ଟେଟ ଗୋଟେ କଣ କାମ କରିବ ଆଉ ହଉଛି କନକରେଣ୍ଟ କନକରେଣ୍ଟ ମାନେ ହଉଛି କଣ ଦି ଜଣ ମିଶିକି ଯାହା ଉପରେ ଅଧିକାର ଥିବ ଯେମିତି କି ସେଣ୍ଟ୍ରାଲ ଲେବୁଲରେ କଣ ଆପଣ ଯୋଉ କହୁଛନ୍ତି ନେଭି ଆର୍ମି ହେଲା ଏଗୁଡା ସବୁ ଆମର ଶିକ୍ଷା କ୍ଷେତ୍ରରେ ହଉ ଶିକ୍ଷାଟା ଅଣା ହେଇଛି କୋଉଥିରେ କନକରେଣ୍ଟ ମାନେ ଉଭୟ ଷ୍ଟେଟ ଆଉ
ସେଣ୍ଟ୍ରାଲ ଦିଟା ମିଶିକି ଷ୍ଟେଟ୍ କଥା କହିଲେ ଆପଣ ପୁଲିସ କଥା କହିବେ ଯେଟା ହେଉଛି ଷ୍ଟେଟ୍ ପାଇଁ ଷ୍ଟେଟ୍ ତା ପାଇଁ କାମ କରିବ ଆଉ ନେଭି କଥା ବା ଆର୍ମି କଥା କହିଲେ ସେଟା ସେଣ୍ଟ୍ରାଲ କାମର କିନ୍ତୁ ଏଜୁକେସନ ହେଲା ବା ଆମର ଯୋଉ ଏନଭାୟରନମେଣ୍ଟ ର ପ୍ରୋଟେକ୍ସନ ହେଲା ମନୁମେଣ୍ଟ ର ପ୍ରୋଟେକ୍ସନ ଏଟା ସବୁ ସେଣ୍ଟ୍ରାଲ ଆଉ ଷ୍ଟେଟ୍ ମିଶିକି କରିବେ ସେଟାକୁ କୋଉଥିରେ ଲେଖା ହେଇଛି ନା କନକରେଣ୍ଟ ଲିଷ୍ଟ ତେଣୁ ସେଇ କନକରେଣ୍ଟ ଲିଷ୍ଟଟା ଅଣା ହେଇଛି କୋଉଠୁ ନା ଅଷ୍ଟ୍ରେଲିଆରୁ ଅଣା ହେଇଛି ତେଣୁ ଏଟା ସବୁ ରହିଲା ତାପରେ ପରବର୍ତ୍ତୀ ପ୍ରଶ୍ନ which part of the Indian constitution contains the fundamental rights ହେଲା ଆମର ଯୋଉ ଭାରତୀୟ ସମ୍ବିଧାନର କୋଉ ଭାଗରେ ମୌଳିକ ଅଧିକାର ସବୁ ରହିଛି ହେଲା କୋଉ ଭାଗ ଯେମିତି ଆପଣ ଟିକେ ଆଗରୁ ଭାଗ ସବୁ ପଢିକି ଆସିଲେ ପାର୍ଟ କେତେ ନମ୍ବରରେ ଏଟା ପଚାରିଲେ ଯେ ଆମର ଫଣ୍ଡାମେଣ୍ଟାଲ ରାଇଟ୍ କୋଉଥିରେ ଅଛି ଅପସନ କଣ ଦେଲା ପାର୍ଟ ଆଇ ଭାଗ 2 ରେ ଅଛି ନା ପାର୍ଟ 3 ରେ ରହିଛି ନା ପାର୍ଟ ଆଇବି ରେ ରହିଛି ନା ପାର୍ଟ ଭି ରେ ଅଛି ତେଣୁ ସଠିକ ଉତ୍ତର କଣ ହବ ଆମର ଫଣ୍ଡାମେଣ୍ଟାଲ ରାଇଟ୍ କୋଉ ଭାଗରେ ଅଛି ନା ଅପସନ ନମ୍ବର बी যেটা কোন ଅଛି পার্ট 3 বা ভাগ 3 ରେ ଆମର କନଷ୍ଟିଟ୍ୟୁସନ ରହିଛି ଯୋଉଟା କି ଅଛି କେତେରୁ କେତେ ନା 12 ରୁ 35 ରେ ରହିଛି ବେଳେ ବେଳେ ଡାଇରେକ୍ଟ ଆପଣ ପଚାରି ଦେବ ଯେ ଆର୍ଟିକଲ 14 ଟା କୋଉ ପାର୍ଟ ରେ ଅଛି ହେଲା ତେଣୁ ଆପଣ ଜାଣିବା ଦରକାର ଯେ ପାର୍ଟ ଟା କେତେରୁ କେତେ ତେଣୁ ମନେ ରଖିବେ ପାର୍ଟ 3 ଟା 12 ରୁ 35 ପର୍ଯ୍ୟନ୍ତ ଅଛି 35 ରୁ ନେକ୍ସଟ ଆସିବ 51 ପର୍ଯ୍ୟନ୍ତ ଯୋଉଟା କି ଆମର କଣ ଟିକେ ଆଗରୁ କହିଲି ଯୋଉ ଡିପିଏସପି ଟା ହେଲା ତେଣୁ ପାର୍ଟ 4 ରେ 35 ରୁ 51 ପର୍ଯ୍ୟନ୍ତ ଯିବ ଏଇଟା ଟିକେ ମନେ ରଖିବେ ବେଳେ ପଚାରି ଦିଏ ଆମର 14 ଟା ଯୋଉ ଆର୍ଟିକଲ ଟା କୋଉ ପାର୍ଟ ରହିବ ନା 3 ରେ ରହିବ ଯୋଉଟା କି ଆମର କଣ କହିଛେ ମେଗ୍ନା କାର୍ଟା ଅଫ ଇଣ୍ଡିଆ ହେଲା ଏ ଯୋଉ ପାର୍ଟ 3 କୁ ବା 12 ରୁ 35 ଯୋଉ ଅଛି ତାକୁ ମେଗ୍ନା କାର୍ଟା ଅଫ ଇଣ୍ଡିଆ ବୋଲି କୁହାଯାଏ ଯୋଉଟା କି ଆମ ସିଟିଜେନସିପ ର କଣ ସବୁ ରୁଲ ରେ ରହିବା କଥା ଆମର ତାଙ୍କର ସବୁ କଣ ଅଧିକାର ସବୁ ରହିଛି ତାକୁ ଦବା ଦରକାର ବୋଲି କୁହାଯାଏ ତେଣୁ ପାର୍ଟ 4 ଟା କହିଥିଲି ଡିପିଏସପି ବା ଆମର ଯୋଉ ନିର୍ଦ୍ଦେଶାତ୍ମକ ବଳି ଯୋଉଟା ରହିଛି ଆମ ଷ୍ଟେଟ ପାଇଁ ସେଟା ରହିବ ଆଉ ଡିଟା ହଉଛି କଣ ଅଛି ୟୁନିୟନ ଗଭର୍ଣ୍ଣମେଣ୍ଟ କମ୍ପୋନେଣ୍ଟ ମାନେ ସେଣ୍ଟ୍ରାଲ ଲେଭେଲ କଣ ସବୁ କମ୍ପୋନେଣ୍ଟ ଗୁଡା ଅଛି ସେଟା ପାର୍ଟ ଭି ରେ ରହିଛି ପରବର୍ତ୍ତୀ ପ୍ରଶ୍ନ ଦେଖିବା କଣ ଦେଇଛି the ideals of liberty equality and fraternity in our preambles were inspired by which historical event ବା ଆମର ଆମ ପ୍ରସ୍ତାବନାରେ ସ୍ୱାଧୀନତା ସମାନତା ଆଉ ଭାତୃତ୍ୱ ର ଆଦର୍ଶ କୋଉ ଐତିହାସିକ ଘଟଣା ଦ୍ୱାରା ଅନୁପ୍ରାଣିତ ହେଇଥିଲା ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଯେ ଆମର ଯୋଉ କନଷ୍ଟିଟ୍ୟୁସନରେ ଲିବର୍ଟି ଅଛି ଇକ୍ୱାଲିଟି ଅଛି ଫର୍ଟର୍ନିଟି ଅଛି ଯେ ଆମର କଣ କହିଥାଉ ସ୍ୱାଧୀନତା କହିଥାଉ ସମାନତା କହିଥାଉ ଆଉ ଭାତୃତ୍ୱ କହିଥାଉ ସେଟା କୋଉ ଐତିହାସିକ ଘଟଣା ଯୋଗୁ ଆମେ ଏଟାକୁ ଏଡ୍ କରିଥିଲୁ ଅପସନ କଣ ଦେଇଛି ରୁଷିଆନ ରିଭଲ୍ୟୁସନ ପାଇଁ ଫ୍ରେଞ୍ଚ ରିଭଲ୍ୟୁସନ ପାଇଁ ଆମେରିକାନ ୱାର ଅଫ ଇଣ୍ଡିପେଣ୍ଡେନ୍ସ ପାଇଁ ନା ହଉଛି ଗୌରବମୟ ବିପ୍ଳବୀ ବା ଆମର ଗ୍ଲୋରିୟସ ରିଭଲ୍ୟୁସନାରୀ ଯେଉଁମାନେ ଥିଲେ ବିପ୍ଳବୀ ମାନେ ଥିଲେ ସେମାନଙ୍କୁ ଦେଖିକି ଆମେ ଅନୁପ୍ରାଣିତ ଏଇ ୱାର୍ଡ ଗୁଡାକ ଆମେ ଯୋଡିଥିଲୁ ତ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି ଯେଟା କଣ ଫ୍ରେଞ୍ଚ ରିଭଲ୍ୟୁସନ ବା ଫ୍ରାନ୍ସରେ ଯୋଉ ବିପ୍ଳବ ହେଇଥିଲା ସେଇଠୁ ଆମେ କଣ ଦେଖିକି କଣ କଲୁ ଆମେ ତିନିଟା ୱାର୍ଡ ଯେଟା କି ଆମର କଣ ହଉଛି ନା ଲିବର୍ଟି ଇକ୍ୱାଲିଟି ଆଉ ଫ୍ରାଟର୍ନିଟି ଦିଟା ପ୍ରିୟମ୍ବଲସ ରେ ଆମେ ଏଡ୍ କଲୁ ଫ୍ରେଞ୍ଚ ରିଭଲ୍ୟୁସନ ହେଇଥିଲା 1799 ମସିହାରେ ଯୋଉଟା କି ଆମର ୱାର୍ଡ ଲିବର୍ଟି ଇକ୍ୱାଲିଟି ଆଉ ଫ୍ରାଟର୍ନିଟି ଥିଲା ଅପସନ ନମ୍ବର ଏ ଯେଟା କି ଆମର କଣ ଅଛି ନା ରୁଷ ବିପ୍ଳବରୁ ଆମେ ଇକୋନୋମିକ ଆଣ୍ଡ ପଲିଟିକାଲ ଜଷ୍ଟିସ ଏଇଠୁ ଏଡ୍ କରିଥିଲୁ ହେଲା ମନରେ ଏଇଟା ଟିକେ ଦେଖିଦେଇଥିବେ ହେଲା ଯୋଉ ଆମ ରୁଷ ବିପ୍ଳବ ଆମେ ଅନୁପ୍ରାଣିତ ହେଇ କଣ ଏଡ୍ କରିଥିଲୁ ନା ଇକୋନୋମିକ ଆଉ ପଲିଟିକାଲ ଜଷ୍ଟିସ ଆଉ ଯୋଉ ରହିଲା ଆମେରିକା ସ୍ୱାଧୀନତା ସଂଗ୍ରାମ ଦ୍ୱାରା ଆମେ କଣ ଲିବର୍ଟି ଯୋଉ ଆମର ଇଣ୍ଡିଭିଜୁଆଲ ଲିବର୍ଟି ଆଉ ରିଟର୍ନ ଷ୍ଟ୍ରକ୍ଚରଟା ଆମେ ନେଇଥିଲୁ କୋଉଠୁ ନା ଆମର ଆମେରିକାର ହେଲା ରିଟର୍ନ ଯେହେତୁ ଆମର ପ୍ରଥମ କୁହାଯାଏ କଣ ରିଟର୍ନ କନଷ୍ଟିଟ୍ୟୁସନ କୋଉଠି ଥିଲା ଆମେରିକାରେ ଥିଲା ତେଣୁ ସେଇଠୁ ଆମେ ନେଇକି ଆମ କନଷ୍ଟିଟ୍ୟୁସନରେ ଲେଖିଥିଲୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି ଟିକେ ଦେଖିଥିବେ ପରବର୍ତ୍ତୀ ପ୍ରଶ୍ନ ଅଛି which system of government is followed in the Indian democratic setup ବା ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୋଉ ସରକାର ବ୍ୟବସ୍ଥା ଅନୁସରଣ କରାଯାଇଛି ତ ଆମେ ଗଣତାନ୍ତ୍ରିକ ଯୋଉ ଡେମୋକ୍ରେଟିକ ସିଷ୍ଟମଟା କହୁଛୁ ସେଟା କୋଉ କୋଉ ସରକାରରୁ ଆମେ କହିଥାଉ ଅପସନ କଣ ଦେଇଛି ପ୍ରେସିଡେନ୍ସିଆଲ ସିଷ୍ଟମ ବା ରାଷ୍ଟ୍ରପତି ଶାସନ କହିବା ନା ହଉଛି ସଂସଦୀୟ ଶାସନକୁ କହିବା ନା ହଉଛି ମୋନାର୍କିଆଲ ସିଷ୍ଟମ ବା ରାଜତନ୍ତ୍ର ବ୍ୟବସ୍ଥାକୁ କହିବା ନା ହଉଛି ଅଲଗାର୍କି ବା ଅଳ୍ପ ଜନ ଶାସନକୁ କହିବା ଯୋଉ ଡେମୋକ୍ରେଟିକ ଶାସନ ବା ଗଣତାନ୍ତ୍ରିକ ବ୍ୟବସ୍ଥା କୋଉ ସରକାର ବ୍ୟବସ୍ଥା ଦ୍ୱାରା ଅନୁସରଣ କରୁଛି ଅପସନ ନମ୍ବର ବି ଯେକି ପାର୍ଲାମେଣ୍ଟାରୀ ସିଷ୍ଟମ ବା ସଂସଦୀୟ ଶାସନ ହେଲା India choose the parliamentary system যেটা কি ওয়াস্ট ମିନିଷ୍ଟର ମୋଡ ହେଲା ମାନେ ଯିଏ ଜିତିବେ ସେମାନେ ହିଁ ଶାସନ କରିବେ ଆଉ ଯୋଉମାନେ ଅପୋଜିସନ ବି ଥିବେ ସେମାନଙ୍କର ବି ମତାମତ ଲୋଡା ହେଇଥାଏ ସେଟା କଣ କୁହାଯାଏ ପାର୍ଲାମେଣ୍ଟାରୀ ସିଷ୍ଟମ ବା ସଂସଦୀୟ ଶାସନ କୁହାଯାଏ ହେଲା where execute accountability rest with the legislative ହେଲା ଆଉ ଆମର କଣ ରହିଲା ଅପସନ ନମ୍ବର ଏ ଯେଟା କି ରାଷ୍ଟ୍ରପତି ଶାସନ କଣ କରୁଛି ସେପାରେଟ କରୁଛି ଏକ୍ଜିକ୍ୟୁଟିଭ ଆଉ କମ୍ପ୍ଲିଟଲି ଫ୍ରମ ଦ ଲେଜିସ୍ଲେଟିଭ ରାଷ୍ଟ୍ରପତି କଣ କୌଣସି ପ୍ରକାର ଏକ୍ଜିକ୍ୟୁଟିଭ ମାନେ ହଉଛି ତିନିଟା ଭାଗ ଆମର କଣ କରାହେଇଛି ଗୋଟେ ଏକ୍ଜିକ୍ୟୁଟିଭ ସରି ଫାର୍ଷ୍ଟ ହଉଛି ଲେଜିସ୍ଲେଟିଭ ତାପରେ ଏକ୍ଜିକ୍ୟୁଟିଭ ଆଉ ଗୋଟେ ହଉଛି କଣ ଆମର ଜୁଡିସିଆରୀ ଆମର କହିତେ ଗଲେ କଣ ହଉଛି ଫାର୍ଷ୍ଟ ହଉଛି ଲେଜିସ୍ଲେଟିଭ ବା ସଂସଦୀୟ ଭାଗ ସେମାନେ କଣ କରିବେ ନିୟମ ତିଆରି କରିବେ ହେଲା ତାପରେ ଫାର୍ଷ୍ଟ ହେଲା ଜୁଡିସିଆରୀ ଲେଜିସ୍ଲେଟିଭ ତାପରେ ହେଲା ଏକ୍ଜିକ୍ୟୁଟିଭ କାମ କଣ ଏମାନେ ଯୋଉ ନିୟମଟା ତିଆରି କଲେ ସେମାନେ ସେଇ କାମଟାକୁ ଲାଗୁ କରିବେ ହେଲା ତାପରେ ନେକ୍ସଟ ଆସିବ ଜୁଡିସିଆରୀ ତେଣୁ ଜୁଡିସିଆରୀ କାମ ହଉଛି କଣ ଏକ୍ଜିକ୍ୟୁଟିଭ ମାନେ ଯୋଉ କାମ ଗୁଡାକ କଲେ ବା ଯୋଉ ନିୟମ ଗୁଡାକ ଲାଗୁ କଲେ ତା ଦେହରେ କଣ ଭୁଲ ଭଟକା ହଉଛି ସେ ତାକୁ କଣ ରେକ୍ଟିଫାଇ କରିବ ହେଲା ତିନିଟା ପାର୍ଟ ରହିଲେ ଗୋଟେ ସଂସଦୀୟ ଶାସନ ପାଇଁ ଯେ କି ଆମର କଣ କରିବ ପାର୍ଲାମେଣ୍ଟାରୀ ସିଷ୍ଟମ ଯେ କି ନିୟମ ତିଆରି କରିବ ଏକ୍ଜିକ୍ୟୁଟିଭ ହଉଛି କଣ ସିଏ ସେଇ ଆମର ପାର୍ଲାମେଣ୍ଟ ଯୋଉ କାମ
ବିଲ୍‌ଟା ପାସ୍ କଲା ବା ନିୟମଟା ବନେଇଲା ସେଟାକୁ ଲାଗୁ କରିବ କିଏ? ନା ଏକ୍‌ଜିକ୍ୟୁଟିଭ୍ ଯୋଉଥିରେ କି ଆଇଏଏସ୍ ଅଫିସର ହୁଅନ୍ତୁ, ଇଏ ହୁଅନ୍ତୁ ସେମାନେ ଆସିବେ। ଜୁଡିସିଆରି ପାଇଁ ଆମ ନିଆଳି ଯୋଉ ଗୁଡାକ ରହିଲା ହାଇକୋର୍ଟ ହଉ, ସୁପ୍ରିମକୋର୍ଟ ହଉ ସେମାନେ କଣ କରିବେ? ନା ଯୋଉ ନିୟମଟା ଲାଗୁ ହେଲା ତା ଦ୍ୱାରା କି ସାଧାରଣ ଲୋକଙ୍କର କିଛି ମାନେ ଅସୁବିଧା ହଉଛି କି କଣ ଇମ୍ପ୍ରୁଭ୍ ହେଇପାରିବ ସେଗୁଡାକ ବିଷୟରେ ଚିନ୍ତା କରିବେ। ତେଣୁ ପୁରାପୁରି ବୁଝିପାରିଲେ? ବାସ୍ ପରବର୍ତ୍ତୀ ପ୍ରଶ୍ନ universal adult franchise means that all citizens who achieve the minimum age of dash have the voting rights ସର୍ବଜନୀନ ବାଳକ ଭୋଟ ଅଧିକାର ଅର୍ଥ ହେଉଛି ସମସ୍ତ ନାଗରିକ ଯେଉଁମାନଙ୍କର ସର୍ବନିମ୍ନ ବୟସ ଡେସ୍ ହୋଇଥାଏ ସେମାନଙ୍କୁ ଭୋଟ ଅଧିକାର ଅଛି ତେଣୁ ୟୁନିଭର୍ସାଲ ଏଡଲ୍ଟ ଫ୍ରାଞ୍ଚାଇଜ ଅନୁସାରେ କେତେ ରଖି ତାଙ୍କୁ ମିନିମମ୍ ଏଜ୍ ଭୋଟିଂ ରାଇଟ୍ସ ବୋଲି ଦିଆଯାଇଛି ହେଲା ଅପସନରେ କଣ ଦେଇଛି 21 ବର୍ଷ 18 ବର୍ଷ 25 ବର୍ଷ ନା 30 ବର୍ଷ କାହା ଅନୁସାରେ ୟୁନିଭର୍ସାଲ ଏଡଲ୍ଟ ଫ୍ରାଞ୍ଚାଇଜ ଅନୁସାରେ ତେଣୁ ସଠିକ ଉତ୍ତର କଣ ହବ ୟାର ନା 18 ବର୍ଷ ବା ଅପସନ ନମ୍ବର ବি ଟା ଠିକ ହବ 18 ବର୍ଷରେ ସିଏ ଭୋଟିଂ ଏଜ୍ ବୋଲି ଡିକ୍ଲେୟାର କରିଛି ତେଣୁ ଏଟା ଏଡ୍ ହେଇଥିଲା କେବେ ମନେ ରଖିବା ଏଟା ଇମ୍ପୋର୍ଟାଣ୍ଟ ଅଛି ଯେ ଆମର ବେଳେ କ୍ୱେଶ୍ଚନ ପଚାରିବ ଯେ ପ୍ରଥମେ ତ 21 ବର୍ଷ ଥିଲା ସେଇଟାରୁ 18 ବର୍ଷ କେବେ ହେଲା ହେଲା ତେଣୁ ମନେ ରଖିଥିବେ 61st amendment ବା ଆମର କନଷ୍ଟିଟ୍ୟୁସନ amendment ମାନେ କଣ କରାଯାଏ ନା ତା ଭିତରେ ଚେଞ୍ଜେସ୍ ଅଣାଯାଇଥାଏ ଏଇଟା 61 ତମ ଚେଞ୍ଜେସ୍ ରେ ହେଇଥିଲା କେବେ 1988 ହେଲା ମସିହାଟା ଟିକେ ମନେ ରଖିଥିବେ 1988 ମସିହା 61 ତମ ଆମେଣ୍ଡମେଣ୍ଟ ରେ କଣ ହେଇଥିଲା ନା 21 ରୁ 18 କୁ ଆମର କଣ କରାଯାଇଥିଲା ରିଡକ୍ସନ କରାଯାଇଥିଲା ଆଗରୁ ଥିଲା 21 ବର୍ଷ 1988 21 ତମ ଆମେଣ୍ଡମେଣ୍ଟ ପରେ ସେଇଟା ହେଇଗଲା କେତେ ନା 18 ବର୍ଷ ହେଲା ପରବର୍ତ୍ତୀ ପ୍ରଶ୍ନ ହେଲା ଯେମିତି କି ଇଣ୍ଡିଆନ କନଷ୍ଟିଟ୍ୟୁସନ ଏଷ୍ଟାବ୍ଲିଶ ଏ ଡେ ଷ୍ଟ୍ରକ୍ଚର ଫର ଇଟ୍ସ ଜୁଡିସିଆରୀ ଭାରତ ସମ୍ବିଧାନ ଏହାର ନ୍ୟାୟପାଳିକା ପାଇଁ ଏକ ଡେସ୍ ଗଠନ କରିଥାଏ କରେ ଅପସନ କଣ ଦେଲା ନିର୍ଭରଶୀଳ ଓ ନିୟନ୍ତ୍ରିତ ଅପସନ ନମ୍ବର ବି ଦେଲା ସମନ୍ୱିତ ଏବଂ ସ୍ୱାଧୀନ ଅପସନ ନମ୍ବର ସି ଦେଲା ଖଣ୍ଡିତ ଆଉ ଗଠନ ନା ହଉଛି ଅପସନ ନମ୍ବର ଡି ସଂସଦୀୟ ଅଧୀନ ହେଲା ଆମର ଇଣ୍ଡିଆନ କନଷ୍ଟିଟ୍ୟୁସନ ବା ଭାରତୀୟ ସମ୍ବିଧାନ ଅଛି ସେ ନ୍ୟାୟପାଳିକା ପାଇଁ କୋଉ ପ୍ରକାର ଗଠନ କରିଛି କୋଉ ପ୍ରକାର ତାର ମାନେ କାମ କରିବା କୌଶଳଟା ରହିଛି ତେଣୁ ସଠିକ ଉତ୍ତର ହବ ଅପସନ ନମ୍ବର ବି ସେଟା କଣ ସମନ୍ୱିତ ଆଉ ହଉଛି ସ୍ୱାଧୀନ ହେଲା ସେ ସ୍ୱାଧୀନ ଭାବରେ କାମ କରିବେ ଯେମିତି କି କୁହାଯାଏ କଣ ଇଣ୍ଟିଗ୍ରେଟେଡ ମିନ୍ସ ହାୟରକିଆଲ ଷ୍ଟ୍ରକ୍ଚର ଯେମିତି ସୁପ୍ରିମ କୋର୍ଟ ଟୁ ଦ ଲୋୟର କୋର୍ଟ ଏଣ୍ଡ ଇଣ୍ଡିପେଣ୍ଡେଣ୍ଟ ମିନ୍ସ ସେପାରେଟେଡ ଫ୍ରମ ଏକ୍ଜିକ୍ୟୁଟିଭ ଇନୋଭେସନ ଯେଟା କି ଆପଣ କହିଲି ଯେ ସିଏ କଣ କରିବ ସ୍ୱାଧୀନ ଭାବରେ କାମ କରିବ ମାନେ ସିଏ କୌଣସି ପ୍ରକାର ଯେ ଆମର ଜୁଡିସିଆରି ପ୍ରେସରରେ ଆସିକି କାମ କରିବେ ଯେ ସେମାନେ ତିଆରି କରିଛନ୍ତି ନିୟମଟା ମାନେ ସେଟା ସମସ୍ତଙ୍କୁ ଲାଗୁ ହବା ଦରକାର ତେଣୁ ସେଟା ସେ ଭାବିବନି ଆଉ ସ୍ୱାଧୀନ ଭାବରେ ଆଉ ଯେ ସମତା ମାନେ ସେ ସମସ୍ତଙ୍କୁ ଶୋଇଲା ଭଳି କାମଟା କରିବ ହେଲା ସେଟା କି କହିଲେ ଆମ ଡେମୋକ୍ରେଟିକ ରେ କଣ ସମସ୍ତଙ୍କ ସମାନ ଭାବରେ କାମ କରିବ ଆଉ ସ୍ୱାଧୀନ ଭାବରେ କାମ କରିବ ଯେଟା କି ଆମର କଣ କୁହାଯାଏ ଇଣ୍ଟିଗ୍ରେଟେଡ ଆଉ ଇଣ୍ଡିପେଣ୍ଡେଣ୍ଟ ରହିବ କୋଉଟା ଆମର ଯୋଉ ଇଣ୍ଡିଆନ କନଷ୍ଟିଟ୍ୟୁସନ ଯୋଉଟା କି ଜୁଡିସିଆରି ରେ କି ରହିବ ଲେଖା ହେଇଛି କନଷ୍ଟିଟ୍ୟୁସନ ଜୁଡିସିଆରି କେମିତି ରହିବା ଦରକାର ପରବର୍ତ୍ତୀ ପ୍ରଶ୍ନ ରହିଲା ଆମର ହ୍ୱିଚ୍ ସେଡ୍ୟୁଲ ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ ଲିଷ୍ଟ ଦ ଅଫିସିଆଲି ରେକଗ୍ନାଇଜ୍ଡ ଲାଙ୍ଗୁଏଜ ହେଲା ଭାରତ ସମ୍ବିଧାନର କୋଉ ଅନୁସୂଚୀରେ ସରକାର ମାନ୍ୟତା ପ୍ରାପ୍ତ ଭାଷା ଗୁଡିକ ତାଲିକା ରହିଛି ହେଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି ଯେ ଆମର ସମ୍ବିଧାନର କୋଉ ଅନୁସୂଚୀରେ ବା ସେଡ୍ୟୁଲରେ କି ଆମର ଯୋଉ ସରକାରୀ ଭାଷା କେତେଟା ଭାଷାରେ ଆମ ସରକାରୀ କାମ ଗୁଡାକ ହେଇପାରିବ ସେଟା ରହିଛି ଅପସନ କଣ ଦେଇଛି 7th ସେଡ୍ୟୁଲରେ ରହିଛି ନା 8th ସେଡ୍ୟୁଲରେ ରହିଛି ନା 10th ସେଡ୍ୟୁଲରେ ରହିଛି ନା 12 ସେଡ୍ୟୁଲରେ ରହିଛି ତେଣୁ ଭାଷା କଥା କହିଲେ କେତେ ନମ୍ବର ସେଡ୍ୟୁଲ ନା 8 ନମ୍ବର ବା ଅଷ୍ଟମ ଅନୁସୂଚୀରେ ଆମର ଭାଷା ରହିଛି ଯେମିତି କି ଟୋଟାଲ ଆମର 22ଟା ଅଫିସିଆଲ ଲାଙ୍ଗୁଏଜ ରହିଛି ହେଲା ମନେ ରଖିଥିବେ 22ଟା ଅଫିସିଆଲ ଲାଙ୍ଗୁଏଜ ରହିଛି ଇନକ୍ଲୁଡିଂ ଓଡ଼ିଆକୁ ଧରିକି ତାପରେ ରହିଲା ଏଟା ଯେଟା କି ଆମ 7th ସେଡ୍ୟୁଲରେ କଣ ରହିଛି ନା ଯେଟା କି ଆପଣ କଣ କହିଥିଲେ ୟୁନିୟନ ଲିଷ୍ଟ ଆଉ ଷ୍ଟେଟ ଲିଷ୍ଟ ଆଉ ଯୋଉ କନକରେଣ୍ଟ ଲିଷ୍ଟ ବା ଆମର ସେଣ୍ଟ୍ରାଲରେ କଣ ସବୁ କାମ କରିବ ଷ୍ଟେଟ କଣ ସବୁ କାମ କରିବ ବା ତାପରେ ପାୱାର ଅଛି ଆଉ କନକରେଣ୍ଟ ମାନେ ଦି ଜଣ ମିଶିକି ଯୋଉଟା କାମ କରିବେ ତେଣୁ ମନେ ରଖିଥିବେ ଆମ ବେଳେ ପଚାରେ ଏଜୁକେସନଟା କୋଉଥିରେ ଆସିବ ନା ହଉଛି କନକରେଣ୍ଟ ଲିଷ୍ଟ ମାନେ ବୋଥ ସେଣ୍ଟ୍ରାଲ ଆଉ ସେ ଦି ଜଣ କାମ କରିବେ ତାପରେ 10th ସେଡ୍ୟୁଲରେ କଣ ଅଛି ପଲିଟିକାଲ ଡିଫେକ୍ସନ ହେଲା ଏ ଯୋଉ 10th ସେଡ୍ୟୁଲ ଏଣ୍ଟି ଡିଫେକ୍ସନ ଲ ଆସିଥିଲା ତାପରେ ଦିଟା ଯୋଉ ଆମର ଦ୍ୱାଦଶ ଅନୁସୂଚୀରେ କଣ ଅଛି ନା ମ୍ୟୁନିସିପାଲିଟି ହେଲା 11 ନମ୍ବର ମନେ ରଖିଥିବେ କଣ ନା ହଉଛି 11 ନମ୍ବର ଆମର ଯୋଉ ପଞ୍ଚାୟତ ବା ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ସେଇଟା ଆସିଥିଲା ପଞ୍ଚାୟତ କଥା 12 କଥା କହିଲେ କଣ ହବ ନା ହଉଛି ମ୍ୟୁନିସିପାଲିଟି ହେଲା ଆଉ ଗୋଟେ ଏକ୍ସଟ୍ରା ଇନଫର୍ମେସନ କହିଦଉଛି ଆମର ଟୋଟାଲ ଫାଷ୍ଟ ଥିଲା 8ଟା ସେଡ୍ୟୁଲ ହେଲା ତାପରେ ଏକ୍ସଟ୍ରା ଏଡ କରାହେଲା 9 10 11 12 ହେଲା 12 ଏଡ କରାହେଲା ତେଣୁ ମନେ ରଖିଥିବେ ଏଟା ଟିକେ ଆମର 8 ପ୍ରଥମେ ଥିଲା ତାପରେ ଏଡ କରାହେଲା କେତେଟା ନା ଆଉ 4ଟା ଏଡ କରାହେଲା ଯୋଉଥିରେ କି ଆମର 22ଟା ଅଫିସିଆଲ ଲାଙ୍ଗୁଏଜ ଅଛି ଏଟା ଟିକେ ଇମ୍ପୋର୍ଟାଣ୍ଟ ଅଛି ମନେ ରଖିଥିବେ ଅଫିସିଆଲ ଲାଙ୍ଗୁଏଜ ପଚାରିଦିଏ କନଷ୍ଟିଟ୍ୟୁସନ ଅନୁସାରେ କେତେଟା ଥିଲା ପରବର୍ତ୍ତୀ ପ୍ରଶ୍ନକୁ ଯିବା ହାଉ ମେନି ଟାଇମ୍ସ ହେଜ ଦ ପ୍ରିଅମ୍ବୁଲ୍ସ ଅଫ ଇଣ୍ଡିଆ ବିନ୍ amend till date ଭାରତ ବର୍ତ୍ତମାନ ସୁଦ୍ଧା ଭାରତର ପ୍ରସ୍ତାବନା କେତେଥର ସଂଶୋଧିତ ହେଇଯାଇଛି ପ୍ରିଏମ୍ବୁଲ୍ସ ଟା ଆମର କେତେଥର ଚେଞ୍ଜ ହେଇଛି ହେଲା ବଢିଆ କ୍ୱେଶ୍ଚନ ଟା ଅପସନ କଣ ଦେଇଛି କେବଳ ଥରେ ହେଇଛି ନା 2 ଥର 3 ଥର ଆଉ ଏହା କେବେ ସଂଶୋଧିତ ହେଇନାହିଁ ବା ଆମର ଏତେ ପର୍ଯ୍ୟନ୍ତ କେବେ ବି amendment ହେଇନାହିଁ ପ୍ରିଏବୁଲ୍ସ କ୍ଷେତ୍ରରେ ବା ଆମର ଯୋଉ ପ୍ରସ୍ତାବନା କଥା କୁହାଗଲା ଯୋଉଟା କି ଆମର ସୂତ୍ରଧାର କୁହାଯାଏ କନଷ୍ଟିଟ୍ୟୁସନ ହେଲା ତେଣୁ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ ଯାକି କେବଳ ଥରେ ହେଲା ଆମର ପ୍ରିଏମ୍ବୁଲ୍ସ କେବଳ ଥରେ ହିଁ ହେଇଛି ଯେଟା କି କେତେ ହେଇଥିଲା ନା 42ତମ ଆମେଣ୍ଡମେଣ୍ଟ ର 1976 ମସିହାରେ ଯୋଉଟା କି କହିଥିଲି ସେକୁଲାର ଫାଷ୍ଟ କ୍ୱେଶ୍ଚନ ମୁଁ କରିଥିଲି ଯୋଉଟା ଧର୍ମନିରପେକ୍ଷତା ସେଇଟା ଆମର ତିନିଟା ୱାର୍ଡ ଏଡ କରାଯାଇଥିଲା ସୋସିଆଲିଷ୍ଟ ସେକୁଲାର ଆଉ ଇଣ୍ଟିଗ୍ରିଟି ହେଲା ସେଇ ଗୋଟେ ଆମେଣ୍ଡମେଣ୍ଟ ରେ 1977 ମସିହା ହେଇଥିଲା ସେଇଥିରେ କି ତିନିଟା ୱାର୍ଡ ଯେଟା କି ସୋସିଆଲିଷ୍ଟ ସେକୁଲାର ଆଉ ଇଣ୍ଟିଗ୍ରିଟି ତିନିଟା ସାରା ଏଡ କରା ହେଇଥିଲା
ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ମନେ ରଖିଥିବେ ହେଲା। ଥରେ ମାତ୍ର ପ୍ରିଆମ୍ବୁଲ୍ସ ଆମର କଣ ହେଇଛି ନା ଆମର ଇଏ ହେଇଛି ଯୋଉ କଣ କଣ କହିଛି ଏମେଣ୍ଡମେଣ୍ଟ ହେଇଛି। ପରବର୍ତ୍ତୀ ପ୍ରଶ୍ନ ହେଲା ଇଣ୍ଡିଆ ଇଜ ଡିଫାଇନ୍ଡ ଏଜ ଦ ରିପବ୍ଲିକ ପ୍ରାଇମେରିଲି ବିକଜ ଭାରତକୁ ଆମେ ଏକ ସାଧାରଣତନ୍ତ୍ର କୁହାଯାଏ ଏହାର କାରଣଟା କଣ? ଏହା ଗଣତାନ୍ତ୍ରିକ ସାଧାରଣ ନିର୍ବାଚନ କରିଥାଏ ନା ହଉଛି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ବଂଶାନୁକ୍ରମିକ ନୁହନ୍ତି ମାନେ ଯିଏ ହବା ଦରକାର ସିଏ ହବ ଯାହାର ପୁଅ ହଉଛି ବୋଲି ସେଟା ନୁହେଁ ସେଇଥିପାଇଁ କହିଥାଉ ନା ହଉଛି ଏହା ଲିଖିତ ବ୍ୟବସ୍ଥା ପାଇଁ ସେଇଥିପାଇଁ କହିଥାଉ ନା ହଉଛି ସାର୍ବଭୌମତ୍ୱ ସଂସଦ ପାଖରେ ରହିଥାଏ ବା ସବରିନିଟି ରେଷ୍ଟ ୱିଥ ପାର୍ଲାମେଣ୍ଟ ବା ନିୟମ ଯୋଉ ଆମର ଗୁଡାକ ତିଆରି କରିବା ପାୱାରଟା କାହା ପାଖରେ ଥାଏ ସଂସଦ ବା ପାର୍ଲାମେଣ୍ଟ ପାଖରେ ଥାଏ ସେଥିପାଇଁ ଆମେ କହିଥାଉ ସାଧାରଣତନ୍ତ୍ର। ତ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି ଯେଟା କି କଣ ଅଛି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତାଙ୍କୁ ବଂଶାନୁକ୍ରମିକ ବା ତା ପୁଅ ରାଷ୍ଟ୍ରପତିଙ୍କ ପୁଅ ବୋଲି ତାଙ୍କୁ ରାଷ୍ଟ୍ରପତି କରାଯିବ ସେଇଟା ନାହିଁ। ତେଣୁ ସେଥିପାଇଁ ଆମେ କଣ କହିଥାଉ ଏଟାକୁ ନା ହଉଛି ଯେମିତି ରିପବ୍ଲିକ ହେଲା ରିପବ୍ଲିକ ବା ସାଧାରଣତନ୍ତ୍ର ସେଥିପାଇଁ ଆମେ କହିଥାଉ ହେଲା। ମନେ ରହିଲା ଏଇଥିପାଇଁ ଆମେ ରିପବ୍ଲିକ ବୋଲି କହିଥାଉ। ପରବର୍ତ୍ତୀ ପ୍ରଶ୍ନ ହେଲା ହୁଇଚ ଅଫ ଦ ଫଲୋଇଂ କନଷ୍ଟିଟ୍ୟୁସନାଲ ଆସ୍ପେକ୍ଟ ଇଜ ନଟ ଆପ୍ଲିକେବଲ ଟୁ ଇଣ୍ଡିଆ ନିମ୍ନଲିଖିତ ମଧ୍ୟରୁ କେଉଁ ସାମ୍ବିଧାନିକ ଦିଗ ଭାରତ ପାଇଁ ପ୍ରଯୁଜ୍ୟ ନୁହେଁ ହେଲା। କୋଉଟା ଆମର ସମ୍ବିଧାନର ଯୋଉ ଆମର ବୈଶିଷ୍ଟ୍ୟ ରହିଛି ତା ଭିତରେ ଯାଉନାହିଁ ଯେମିତି କି ଫାଷ୍ଟ ଅଛି କଣ ଲିଖିତ ସମ୍ବିଧାନ ପାର୍ଲାମେଣ୍ଟାରୀ ଗଭର୍ଣ୍ଣାନ୍ସ ବା ସଂସଦୀୟ ଶାସନ ଚାଲିଛି ନା ହଉଛି ଦ୍ୱୈତ ସିଟିଜେନସିପ ବା ଆମର ଦ୍ୱୈତ ନାଗରିକ ବ୍ୟବସ୍ଥା ଦିଟା ନାଗରିକତା ନେଇପାରିବ ନା ହଉଛି ସ୍ୱାଧୀନ ନ୍ୟାୟପାଳିକା ବା ଆମର ଯୋଡିଶାରେ ଯେଟା ଟିକେ ଆଗରୁ ଡିସକସନ କଲି ନ୍ୟାୟପାଳିକା ସବୁବେଳେ ସ୍ୱାଧୀନ ହେଇକି କାମ କରିବ। ତେଣୁ ସଠିକ ଉତ୍ତରରେ କଣ ହବ ନା ଅପସନ ନମ୍ବର ସି ଟା କି ଡୁଆଲ ସିଟିଜେନସିପ କାରଣ ପ୍ରଥମ ମୁଁ ଆପଣଙ୍କୁ କହିଛି ଯେ ଆମର ଇଣ୍ଡିଆରେ କୋଉ ପ୍ରକାର ସିଟିଜେନସିପ ନା ସିଙ୍ଗଲ ସିଟିଜେନସିପ ରହିବ ହେଲା। ଇଣ୍ଡିଆରେ କେବଳ ସିଙ୍ଗଲ ସିଟିଜେନସିପ ରହିବ ଆଉ ଲିଖିତ ସମ୍ବିଧାନ ଏଗୁଡାକ ରହିଛି ଯେମିତି କି ସିଙ୍ଗଲ ସିଟିଜେନସିପ ଆଉ ସଂସଦୀୟ ଶାସନ ପାର୍ଲାମେଣ୍ଟାରୀ ଗଭର୍ଣ୍ଣାନ୍ସ ବି ଚାଲିଛି ଆଉ ଜୁଡିସିଆରୀ ତ କହିଲି ସେଟା ଇଣ୍ଡିପେଣ୍ଡେଣ୍ଟ ଆଉ ହଉଛୁ ତା ସ୍ଵାଧୀନ ହଉଛୁ ଆଉ ସିଏ କଣ କରିବ ନା କୌଣସି ପ୍ରେସରରେ କାହା ପ୍ରେସରରେ କାମ କରିବ ନାହିଁ। ପରବର୍ତ୍ତୀ କ୍ୱେଶ୍ଚନ ଯିବା କଣ ଅଛି ଦ ଡେମୋକ୍ରେଟିକ ରିପବ୍ଲିକାନ ରୁଲ ଅଫ ଲ ଇଜ ଏ ଫିଚର୍ସ ଏଡପ୍ଟେଡ ଫ୍ରମ ହ୍ୱିଚ ସିଷ୍ଟମ ଗଣତାନ୍ତ୍ରିକ ନୀତି ଆଇନ ଶାସନ ଯୋଉଟା କି ଚାଲିଛି କୋଉ ବ୍ୟବସ୍ଥାରେ ଗୃହୀତ ଏକ ବୈଶିଷ୍ଟ୍ୟ ହେଲା। ଆମର ଯୋଉ ରୁଲ ଅଫ ଲ ଆମର ଯୋଉଗୁଡାକ ଆଇନ ଗୁଡାକ ଆମେ ତିଆରି କରୁଛୁ ସେଇଟା କୋଉଠୁ ଆମେ ଆଣିଛୁ ହେଲା। ଅପସନ କଣ ଦେଇଛି ଆମେରିକାରୁ ଆଣିଛୁ ନା ହଉଛି ବ୍ରିଟେନ ସିଷ୍ଟମରୁ ଆଣିଛୁ ନା ହଉଛି ସୋଭିଏତ ସଂଘରୁ ଆଣିଛୁ ନା ହଉଛି ଫ୍ରାନ୍ସ ବ୍ୟବସ୍ଥାରୁ ଆଣିଛୁ ଯୋଉ ରୁଲ ଅଫ ଲ ହେଲା ସେଟା କୋଉଠୁ ଆଣିଛୁ ସଠିକ ଉତ୍ତର ହବ ବ୍ରିଟେନ ଯେହେତୁ ବ୍ରିଟେନର ଆମର ଚାଲିଥିଲା ସେତେବେଳେ ରୁଲ ଆମର ଯେତେବେଳେ କନଷ୍ଟିଟ୍ୟୁସନ ଆମେ ତିଆରି କଲୁ ତେଣୁ ସେଥିପାଇଁ ଆମେ ସେଇ ଲ ଟାକୁ ଆମେ କଣ କଲୁ ଏଡପ୍ଟ କଲୁ। ତେଣୁ ସେ ରୁଲ ଅଫ ଲ ଟା କିଏ କରିଥିଲେ ନା এবି ଡିସରୟ ହେଲା ନୋଟିସ ଦ୍ୟାଟ ଦ ଲ ଅଫ ସୁପ୍ରିମ ଓଭର ଅଲ ସିଟିଜେନ ଇକ୍ୱାଲି ମାନେ ସମସ୍ତଙ୍କର ସମାନ ପ୍ରକାର ପାୱାର ରହିବ ଇଣ୍ଡିଆ ବରୋଡ ଦିସ ଫ୍ରମ ଦ ବ୍ରିଟେନ ହେଲା। ଏଇଟାକୁ ଆମେ ବରୋଡ କରିଥିଲୁ ଆଣିଥିଲୁ କୋଉଠୁ ବ୍ରିଟେନରୁ ଆଣିଥିଲୁ ଆଉ ଜୁଡିସିଆଲି ରିଭ୍ୟୁ ଟା ଆଣିଥିଲୁ କୋଉଠୁ ନା ଆମର ଆମେରିକାରୁ ତାପରେ ଯୋଉ ଫଣ୍ଡାମେଣ୍ଟାଲ ଡ୍ୟୁଟି ଗୁଡାକ ଆଣିଥିଲୁ କୋଉଠୁ ନା ହଉଛୁ ସୋଭିଏତ ସଂଘରୁ ଏଟା ଟିକେ ମନେ ରଖିଥିବ ଏଟା ହେଲା। ଏଇଟା ସବୁ ରହିଲା ପରବର୍ତ୍ତୀ କ୍ୱେଶ୍ଚନ ଅଛି ଦେଖିବା କଣ ଏମରଜେନ୍ସି ପ୍ରୋଭିଜନ ହେଲା ଯୋଉ ଆମେ କଣ କହିଥାଉ emergency provisions within the framework are located inside the which part ସମ୍ବିଧାନର ଗଠନମୂଳକ ବ୍ୟବସ୍ଥାରେ ଜରୁରୀକାଳୀନ ପରିସ୍ଥିତି ବା ଏମରଜେନ୍ସି ବ୍ୟବସ୍ଥାଟା କୋଉ ଭାଗରେ ରହିଛି ସେ ଆମର ପାର୍ଟ ଆସିଲା କ୍ୱେଶ୍ଚନଟା ଇମ୍ପୋର୍ଟାଣ୍ଟ ଗୁଡାକୁ ମୁଁ ଡିସ୍କସନ କରିଦଉଛି ହେଲା। ଅପସନ କଣ ଦେଲା ଭାଗ 15ରେ ଭାଗ 18ରେ ଭାଗ 20ରେ ନା ଭାଗ 9ରେ ଯୋଉ ଏମରଜେନ୍ସି ଫ୍ରେମୱାର୍କ ଟା ଆମର ଯୋଉ ଜରୁରୀକାଳୀନ ବ୍ୟବସ୍ଥାଟା କୋଉଠି ଅଛି ସଠିକ ଉତ୍ତର ହବ ଅପସନ ନମ୍ବର ବି ଯେଟା କଣ ଭାଗ 18 ହେଲା। ମନେ ରଖିଥିବେ ଏମରଜେନ୍ସି ଟା 352 ରୁ 360 ଭିତରେ ଅଛି ତିନିଟା ଅଛି ଗୋଟେ ହଉଛି ନ୍ୟାସନାଲ ଆଉ ଗୋଟେ ଷ୍ଟେଟ ଆଉ ଗୋଟେ ହଉଛି କଣ ଇକୋନୋମିକ ମାନେ ଯଦି ଆମ ସେଣ୍ଟ୍ରାଲ ଲେବୁଲରେ କୌଣସି ହେଲା ତାହେଲେ ଏମରଜେନ୍ସି ଲାଗିବ 352 ଆଉ ହଉଛି ଆମର ଷ୍ଟେଟ ଯଦି ହେଲା 356 ଲାଗିବ ମାନେ ଏଟା ଆମେ ଏ ଯୋଉ କନଷ୍ଟିଟ୍ୟୁସନ ର ଆର୍ଟିକଲ କଥା କହୁଛି ହେଲା। ଆଉ ଇକୋନୋମିକ ହେଲେ 360 ହେଲା। ଇକୋନୋମିକ କାଲି ଯଦି କ୍ରାସ ହେଇଯିବ ମାନେ ପଇସା ପତ୍ର ଦେଶରେ ରହିବନି ଚଳିବା ପାଇଁ ସେଠି ଆମର ଏମରଜେନ୍ସି ଲାଗିଯିବ ତେଣୁ ସେଟା କେତେ ଆର୍ଟିକଲ ଅନୁସାରେ ନା 360 ଅନୁସାରେ ହେଲା। ତେଣୁ ଏଇଟା ମନେ ରଖିଥିବ ପଚାରି ଦିଏ 352 ହଉଛି ନ୍ୟାସନାଲ ଯଦି ନ୍ୟାସନାଲି କଣ ହେଲା ୱାର ମାନେ କଣ ହେଲା ୱାର ହେଇଗଲା ବା ଆମର ଲୋକମାନେ ସେଣ୍ଟ୍ରାଲ ଲେବୁଲରେ ଇଣ୍ଡିଆର ସବୁ ଲୋକ କଣ ନା ଆନ୍ଦୋଳନକୁ ପଳେଇଯିବେ ତେଣୁ ସେଠି ଏମରଜେନ୍ସି ଲାଗୁ ହେଇଯିବ ନ୍ୟାସନାଲ ଲେବୁଲ ଯଦି ଷ୍ଟେଟ ଲେବୁଲରେ ହବ ବା ସେଇ କଥା ଯଦି ରାଜ୍ୟ କ୍ଷେତ୍ରରେ ହବ ତାହେଲେ 356 ଅନୁସାରେ ଏମରଜେନ୍ସି ଲାଗିବ ଯଦି ଇକୋନୋମିକ କ୍ଷେତ୍ରରେ ହବ 360ରେ ଲାଗିବ ହେଲା। ମନେ ରହିବ ପରବର୍ତ୍ତୀ କ୍ୱେଶ୍ଚନ ଦ ଫେଡରାଲ ମେକାନିଜିମ ଇଣ୍ଡିଆ କ୍ଲୋଜଲି ରିଜେମ୍ବଲ ହ୍ୱିଚ୍ କଣ୍ଟ୍ରି ପ୍ୟାଟର୍ନ ଯୋଉ ଆମର କଣ କହିଥାଉ ଭାରତର ସଂଘୀୟ ବ୍ୟବସ୍ଥା ହେଲା ସେଟା କୋଉ ଦେଶର ମଡେଲ ସହିତ ସଦୃଶ ଅଛି ହେଲା ୟୁଏସ ମଡେଲ ସହିତ କନାଡା ମଡେଲ ସହିତ ନା ହଉଛି ଅଷ୍ଟ୍ରେଲିଆ ମଡେଲ ସହିତ ନା ସୋଭିଏତ ମଡେଲ ସହିତ ତେଣୁ ଆମର କଣ କହିଲେ ଯୋଉ ସଂଘୀୟ ବ୍ୟବସ୍ଥା ବା ଫେଡରାଲ ମାନେ ମିଶିକରି ସେଣ୍ଟ୍ରାଲ ଆଉ ଷ୍ଟେଟ ମିଶିକରି ଯୋଉ ପ୍ରକାର କାମ କରୁଛନ୍ତି ସେଟାକୁ ଫେଡରାଲ କୁହାଯାଏ ତେଣୁ ସେଟା କୋଉଠୁ ଆସିଛି ସଠିକ ଅପସନ ନମ୍ବର ବି ଯୋଉଟା କି କାନାଡା ମଡେଲରୁ ଆସିଛି ଯୋଉଟା କି ଫେଡରାଲ ଅର୍ଥ ହଉଛି ଦ ଫେଡରେସନ ୱିଥ ଷ୍ଟ୍ରଙ୍ଗ ସେଣ୍ଟ୍ରାଲାଇଜ ବାଏସ ହେଲା ମାନେ କେବଳ ସେଣ୍ଟ୍ରାଲ ଯିଏ ରହିବ ତାହାରି ସବୁବେଳେ ରହିବ ସେମିତି ନାହିଁ ଷ୍ଟେଟ ବି ନିଜ ପାଇଁ ଯେମିତି ଡିପିଏସପି ରହିଛି ତାର କିଛି ରୁଲ ଅଛି ସେ ତା ପାଖରେ କିଛି ପାୱାର ଅଛି ତ ସେଟାକୁ ଆମର କୁହାଯାଏ। କିନ୍ତୁ ଆମେରିକା କ୍ଷେତ୍ରରେ କଣ ସେ ଷ୍ଟ୍ରଙ୍ଗ ଯୋଉଟା କି ସେଣ୍ଟ୍ରାଲାଇଜ ପାୱାର ତା ପାଖରେ ରହିଥାଏ ତେଣୁ ଆମେରିକାର ଆଣିନଥିଲୁ ଆମେ କଣ ଆଣିଥିଲୁ ନା କାନାଡାରୁ ଆଣିଥିଲୁ।
ପରବର୍ତ୍ତୀ ପ୍ରଶ୍ନ ରହିଛି ଡ୍ୟୁ ଟୁ ଇଟ୍ସ expansion expensive illustration the 42nd amendment act 1976 is frequently termed ଏହା ବ୍ୟାପକ ପରିବର୍ତ୍ତନ ହେତୁ 42ତମ ସଂଶୋଧନ ଆଇନ 1976 କୁ ପ୍ରାୟତଃ କଣ କୁହାଯାଏ ହେଲା। ତ ଆମେ କରିଥିଲୁ 42ତମ ଆମେଣ୍ଡମେଣ୍ଟ 1976 ମସିହାକୁ ଆମେ କଣ କହିଥାଉ ଟେମ୍ପୋରାରୀ କନଷ୍ଟିଟ୍ୟୁସନ ବା ଅସ୍ଥାୟୀ ସମ୍ବିଧାନ ଭାବେ କହିଥାଉ ନା ହଉଛି ମିନି କନଷ୍ଟିଟ୍ୟୁସନ କ୍ଷୁଦ୍ର ସମ୍ବିଧାନ ବୋଲି କହିଥାଉ ନା ହଉଛି ଲ୍ୟାଣ୍ଡମାର୍କ ଜଜମେଣ୍ଟ ଯାଇକି ଐତିହାସିକ ରାୟ ବୋଲି କହିଥାଉ ନା ହଉଛି ବେସିକ ଷ୍ଟ୍ରକ୍ଚର ଡକୁମେଣ୍ଟ ମୂଳ ଗଠନ ଦଲିଲ ବୋଲି କହିଥାଉ ହେଲା। ତ ସଠିକ ଉତ୍ତର କଣ ହେବ ନା ମିନି କନଷ୍ଟିଟ୍ୟୁସନ ବୋଲି କୁହାଯାଏ। It is called a mini constitution because it drastically overbalance the provisions across the preambles fundamental duties ଆଉ judicial authority ୟାକୁ ମାନେ ଇଏ ଗୋଟେ କଣ କରୁଥିଲା ନା ଗୋଟେ ଇଏ ଗୋଟେ ନୂଆ କନଷ୍ଟିଟ୍ୟୁସନ ତିଆରି କରୁଥିଲା ଯେମିତି ତା ଭିତରେ ପ୍ରିଆମ୍ବଲ୍ସ ବି ଆସୁଥିଲା ଫଣ୍ଡାମେଣ୍ଟାଲ ଡ୍ୟୁଟି ବି ଆସୁଥିଲା ଆଉ ଜୁଡିସିଆଲ ଅଥରିଟି ବି ଆସୁଥିଲା ତେଣୁ ସେଥିପାଇଁ ତାକୁ କଣ କହିଥିଲା ନା ମିନି କନଷ୍ଟିଟ୍ୟୁସନ ତେଣୁ କ୍ୱେଶ୍ଚନ ପଚାରି ପାରେ ମିନି କନଷ୍ଟିଟ୍ୟୁସନ ବୋଲି କାହାକୁ କହିବା ନା ଆମର 42ତମ ଆମେଣ୍ଡମେଣ୍ଟ ଯୋଉ 1976 ମସିହାରେ ତାକୁ କଣ କୁହାଯାଉଥିଲା ନା ହଉଛି ମିନି କନଷ୍ଟିଟ୍ୟୁସନ ବୋଲି କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା କଣ ଦେଇଛି who held the critical office of chairman within the drafting committee ଚିଠା କମିଟିର କିଏ ଅଧ୍ୟକ୍ଷ ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିଥିଲେ ଡ୍ରାଫଟିଂ କମିଟିର ଚେୟାରମ୍ୟାନ କିଏ ଥିଲେ ପଚାରିଛି ଅପସନ ଗୋଟେ କଣ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ ନା ଡକ୍ଟର ବି ଆର ଆମ୍ବେଦକର ଥିଲେ ନା ହଉଛି ପିଟି ଜବାହରଲାଲ ନେହେରୁ ଥିଲେ ନା ହଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଥିଲେ ତେଣୁ କିଏ ଥିଲେ ଡ୍ରାଫଟିଂ କମିଟିର ଯୋଉ ଅଧ୍ୟକ୍ଷ ସଠିକ ଉତ୍ତର ଅପସନ ନମ୍ବର ବି ଯିଏ କି ଡକ୍ଟର ବି ଆର ଆମ୍ବେଦକର ହେଲା ସେ ଥିଲେ କଣ ଡ୍ରାଫଟିଂ କମିଟିର ହେଡ ହେଲା। ଆଉ ଯୋଉ ଆମର ଡକ୍ଟର ରାଜେନ୍ଦ୍ର ପ୍ରସାଦ କଣ ଥିଲେ ନା କନଷ୍ଟିଟ୍ୟୁସନାଲ ଆସେମ୍ବଲି ଯୋଉ ଫାଷ୍ଟ ଆମର କନଷ୍ଟିଟ୍ୟୁସନ ତିଆରି ହବ ବୋଲି ତାର ପ୍ରେସିଡେଣ୍ଟ ଥିଲେ। ଆଉ ଯୋଉ ଜବାହରଲାଲ ନେହେରୁ କଣ ଥିଲେ ନା ଷ୍ଟେୟରିଂ ୟୁନିୟନ ପାୱାର ର ସେ ହେଡ ଥିଲେ ହେଲା ଷ୍ଟେୟରିଂ କମିଟି ଗୋଟେ ଥିଲେ ସେଇଥିର ହେଡ ଥିଲେ। ଆଉ ଯୋଉ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କଣ ଥିଲେ ଫଣ୍ଡାମେଣ୍ଟାଲ ଆଉ ଯୋଉ ଟ୍ରାଇବାଲ କମିଟି ମାନଙ୍କୁ ସିଏ ହେଡ କରୁଥିଲେ ହେଲା। ମନେ ରହିବ ଏଇ 3-4ଟା ପଏଣ୍ଟ ଟିକେ ମନେ ରଖିଥିବେ କିଏ କଣ ସବୁ ଥିଲେ ଷ୍ଟେଣ୍ଡିଂ କମିଟି ଆଉ ଫଣ୍ଡାମେଣ୍ଟାଲ ଟ୍ରାଇବ୍ସ ଆଉ ଯୋଉ କଣ କହିଥିଲା ନା ଆମର କନଷ୍ଟିଟ୍ୟୁସନାଲ ଆସେମ୍ବଲିର ଏଟା ବାରମ୍ବାର ପଚାରେ କନଷ୍ଟିଟ୍ୟୁସନାଲ ଆସେମ୍ବଲିର ପ୍ରେସିଡେଣ୍ଟ କିଏ ଥିଲେ ମନେ ରଖିଥିବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେଇଠୁ ସେ ଆମର ଦେଶର ପ୍ରେସିଡେଣ୍ଟ ବି ହେଲେ ହେଲା। ପରବର୍ତ୍ତୀ ପ୍ରଶ୍ନ ହେଲା ହାଉ ମେନି ଆର୍ଟିକଲ୍ସ were originally established when the final draft was signed in 1949 ବଢିଆ ବହୁତ ବଢିଆ କ୍ୱେଶ୍ଚନ ଟା ଯେ 1949 ରେ ଯେତେବେଳେ ଚିଠା ପ୍ରସ୍ତୁତ ହେଲା ହେଲା ମାନେ କ୍ୱେଶ୍ଚନ ତିଆରି କରିବା ପାଇଁ ପୁରା ଆମର ଅରିଜିନାଲ କପିରେ ଲେଖା ହେଇଥିଲା ସେତେବେଳେ ଆମର କେତେଟା ଧାରା ଥିଲା ହେଲା। ଅପସନ କଣ ଦେଇଛି 395ଟା ଆର୍ଟିକଲ ନା 448ଟା ଆର୍ଟିକଲ ନା 370ଟା ଆର୍ଟିକଲ ନା 420ଟା ଆର୍ଟିକଲ କେତେଟା ଆର୍ଟିକଲ ଆମର ଯେତେବେଳେ ପ୍ରଥମେ 1949 ମସିହାରେ ଦେଇଥିଲେ କେତେଟା ଥିଲା ସଠିକ ଉତ୍ତର 395ଟା ଆର୍ଟିକଲ ଥିଲା। original constitution content 395 split 12ଟା ପାର୍ଟ ଥିଲା 8ଟା शेड्यूल ଥିଲା ହେଲା ଏଟା ମନେ ରଖିଥିବେ 8ଟା शेड्यूल ତ ମୁଁ କହିଦେଇଛି ନେକ୍ସଟ ତାପରେ 4ଟା ଏଡ୍ ହେଲା ମନେ ରଖିଥିବେ 12ଟା ପାର୍ଟ 22ଟା ସରି 12ଟା କହିଲି 22ଟା ପାର୍ଟ ଥିଲା 8ଟା शेड्यूल ଥିଲା ହେଲା ଯେତେବେଳେ ପ୍ରଥମେ ଦେଇଥିଲେ। ତାର ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା କଣ ଦେଇଛି ପ୍ରଫେସର କେସି ହୋୟର describes the functional nature of Indian federalism as ପ୍ରଫେସର କେସି ହୋୟର ଯୋଉ ଥିଲେ ଭାରତୀୟ ସଂଘୀୟ ବ୍ୟବସ୍ଥା କାର୍ଯ୍ୟକାରୀ ପ୍ରକୃତ କିପରି ବର୍ଣ୍ଣନା କରିଛନ୍ତି ହେଲା ଏଟା ଷ୍ଟ୍ରିକ୍ଟଲି ୟୁନିଟାରୀ ବା ମାନେ ସେଣ୍ଟ୍ରାଲାଇଜ ପାୱାର ଅଛି ନା ପରଫେକ୍ଟ ଫେଡରାଲିଜିମ ପୂର୍ଣ୍ଣ ରୂପେ ସଂଘୀୟ ବ୍ୟବସ୍ଥାରେ ଚାଲିଛି ନା କ୍ୱାସି ଫେଡରାଲ ବା ଆମର ଅର୍ଦ୍ଧ ସଂଘୀୟ ଅନୁସାରେ ଚାଲିଛି ନା ହଉଛି କୋଅପରେଟିଭ ଆନାର୍କି ବା ସମବାୟ ଅରାଜକତା ଚାଲିଛି ସେଇ ଯୋଉ କେସି ହୋୟର କୋଉ ପ୍ରକାର ଡେସ୍କ୍ରାଇବ କରିଥିଲେ କନଷ୍ଟିଟ୍ୟୁସନ କୁ ସଠିକ ଉତ୍ତର ହବ କ୍ୱାସି ଫେଡରାଲ ଏଟା ଇମ୍ପୋର୍ଟାଣ୍ଟ ୱାର୍ଡ ଟା ମନେ ରଖିଥିବେ ଅର୍ଦ୍ଧ ସଂଘୀୟ ହେଲା ଆମର କନଷ୍ଟିଟ୍ୟୁସନ ଟା କେସି ହୋୟର କଣ କହିଥିଲେ ଆଉ ଯୋଉ ଅର୍ଦ୍ଧ ସଂଘୀୟ ହେଲା ୱାର୍ଡ ମନେ ରଖିଥିବେ କଣ କ୍ୱାସି ଫେଡରାଲ କାହିଁ କହିଥିଲେ ନା ଇଟ ଏମେଣ୍ଡ ୟୁନିଫାଇଡ ଷ୍ଟ୍ରକ୍ଚରାଲ ଷ୍ଟେପ ୱିଦିନ ଏ ଡିସେଣ୍ଟ୍ରାଲାଇଜ ଗ୍ରିଡ ଫ୍ରେମୱାର୍କ ମାନେ ତାଙ୍କ ଭିତରେ କଣ କହିଥିଲେ ନା ଅର୍ଦ୍ଧ ମାନେ କଣ ପୁରାପୁରି ସଂଘୀୟ ଭାବରେ ନଥିଲା କିଛି ଆମର ଯେମିତି ଜୁଡିସିଆରି ସିଏ କଣ ରୁଲ ଟାକୁ ଯଦି କିଛି ଭୁଲ ଭାଲ ଥିବ ସିଏ ପୁଣି ଚେଞ୍ଜ କରିପାରେ ତେଣୁ ସେଥିପାଇଁ ସେ କଣ କରୁଥିଲେ କ୍ୱାସି ଫେଡରାଲ ବା ଅର୍ଦ୍ଧ ସଂଘୀୟ ଭାବରେ ଥିଲା ହେଲା ତେଣୁ ମନେ ରଖିଥିବେ ଯଦି ପଚାରେ କ୍ୱାସି ଫେଡରାଲ କାହା କିଏ କହିଥିଲେ ନା ମନେ ରଖିଥିବେ କେସି ହୋୟର କେସି ହୋୟର କହିଥିଲେ ଯେ ଆମର ସଂଶୋଧନ ଆମର ଯୋଉ କନଷ୍ଟିଟ୍ୟୁସନ ଟା ଇଣ୍ଡିଆନ ଫେଡରାଲିଜମ କୁ ସେ କରିଥିଲେ କଣ ନା ହଉଛି ଅର୍ଦ୍ଧ ସଂଘୀୟ ବା କ୍ୱାସି ଫେଡରାଲ କହିଥିଲେ। ପରବର୍ତ୍ତୀ ପ୍ରଶ୍ନ ଅଛି ଦ ଅପରେସନାଲ ମେଟ୍ରିକ୍ସ ନୋନ୍ ଏଜ ଦ କନକରେଣ୍ଟ ଲିଷ୍ଟ was adopted from ହେଲା ଯୋଉ ଯୁଗ୍ମ ତାଲିକା ହେଲା ଯୋଉ ଷ୍ଟେଟ ଲିଷ୍ଟ ଆଉ ସେଣ୍ଟ୍ରାଲ ଲିଷ୍ଟ ଆଉ ଯୋଉ କନକରେଣ୍ଟ ଲିଷ୍ଟ ସେଟା ଆମେ କୋଉଠୁ ଆଣିଥିଲୁ ବା କୋଉ ବ୍ୟବସ୍ଥାରେ ଅଣାଯାଇଛି ଅପସନ କଣ ଦେଇଛି କାନାଡିଆନ ସିଷ୍ଟମ ଅଷ୍ଟ୍ରେଲିଆନ ସିଷ୍ଟମ ୟୁଏସ ଫ୍ରେମୱାର୍କ ନା ହଉଛି ଜାପାନିଜ ସିଷ୍ଟମ ହେଲା କୋଉଠୁ ଆଣିଥିଲୁ ଆମେ ଯୋଉ କନକରେଣ୍ଟ ଲିଷ୍ଟଟା ରାଜନନ୍ତ ସରିଯାଇଛି ତେଣୁ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି ଅଷ୍ଟ୍ରେଲିଆ ସିଷ୍ଟମ ବା ଅଷ୍ଟ୍ରେଲିଆ ବ୍ୟବସ୍ଥାରେ ଆମେ ଆଣିଛୁ ଏଟା ତ ମୁଁ କହିଦେଇଛି ଯେ 3ଟା ଲିଷ୍ଟ ଥିଲା ଆଉ ସବୁ ଗୁଡାକ ମୁଁ ଡିସକସନ ବି କରିଦେଇଛି ତେଣୁ କହିବା ଆଉ ଦରକାର ନାହିଁ। ପରବର୍ତ୍ତୀ ପ୍ରଶ୍ନ ରହିଲା ଫଣ୍ଡାମେଣ୍ଟାଲ ରାଇଟ୍ ୱେଆର ଏକ୍ସପ୍ଲିକ୍ସ ଡିଫାଇନ୍ଡ ଏଜ ବିଂ ଡେସ୍ ଇନସାଇଡ ଦ କୋର୍ଟ ସିଷ୍ଟମ ବା ମୌଳିକ ଅଧିକାର ଗୁଡିକ ନ୍ୟାୟାଳୟ ବ୍ୟବସ୍ଥାରେ ଡେସ୍ ଭାବରେ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି କୋଉଠି ହେଲା ଅପସନ କଣ ଦେଇଛି ନନ୍ ଜଷ୍ଟିସେବୁଲ ଅଦାଲତ ଅଯୋଗ୍ୟ ନା ଜଷ୍ଟିସେବୁଲ ବା ଅଦାଲତ ଯୋଗ୍ୟ ନା ନନ୍ ଏନଫୋର୍ସେବୁଲ ବା ଅଣ ପ୍ରବର୍ତ୍ତନ ଯୋଗ୍ୟ ନା ହଉଛି ଆର୍ବିଟ୍ରାରୀ ବା ମନମୁଖୀ ଯୋଉ ମୌଳିକ ଅଧିକାରଟା ସେଟା ନ୍ୟାୟାଳୟରେ କୋଉ ପ୍ରକାର ଭାବରେ ବ୍ୟାଖ୍ୟା କରାଯାଇଛି ସଠିକ ଉତ୍ତର କଣ ହବ ନା ଅଦାଲତ ଯୋଗ୍ୟ ମାନେ ଆପଣ ଯଦି ଫଣ୍ଡାମେଣ୍ଟାଲ ୟା ଅର୍ଥ ହଉଛି କଣ ଯଦି ଆପଣ ଫଣ୍ଡାମେଣ୍ଟାଲ ରାଇଟ୍ସ କିଏ ଭାয়োଲେସନ କରୁଛି ବା ଆମର ଆପଣଙ୍କୁ ଫଣ୍ଡାମେଣ୍ଟାଲ ରାଇଟ୍ ଦଉନାହିଁ ତା ପ୍ରତି ଆପଣ
ଆପଣଙ୍କୁ ଅତ୍ୟାଚାର ହଉଛି ତାହେଲେ ଆପଣ କଣ କରିପାରିବେ ସେଟାକୁ ଅଦାଲତର ଯୋଗ୍ୟ ମାନେ ଆପଣ ସେଠି ଯାଇକି ଅଦାଲତରେ ଆପଣଙ୍କର ନ୍ୟାୟ ମାଗି ପାରିବେ ସେଟା ହଉଛି ଜଷ୍ଟିସେବଲ ହେଲା। ତେଣୁ ମନେ ରଖିବେ ଯେ ଆମର ଯୋଉ ଫଣ୍ଡାମେଣ୍ଟାଲ ରାଇଟ୍ କୁ କୋର୍ଟରେ କେମିତି ନା ଆମର ଅଦାଲତ ଯୋଗ୍ୟ ବା ଜଷ୍ଟିସେବଲ ଭାବେ ବର୍ଣ୍ଣନା କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ ରହିଲା ହ୍ୱିଚ୍ organ serves directly as the true guardian of Indian constitution ବା କୋଉ ଅଙ୍ଗ ସିଧାସଳଖ ଭାରତୀୟ ସମ୍ବିଧାନର ପ୍ରକୃତ ଅଭିଭାବକ ଭାବେ କାର୍ଯ୍ୟ କରୁଛି ବା ଗାର୍ଡିଆନ ଭାବେ କାମ କରୁଛି ଇଣ୍ଡିଆନ କନଷ୍ଟିଟ୍ୟୁସନର। ଅପସନ କଣ ଦେଇଛି ଭାରତର ରାଷ୍ଟ୍ରପତି କାମ କରୁଛନ୍ତି ନା ସଂସଦର ଗୃହର ଯୋଉ କାମ କରୁଛି ନା ହଉଛି ସୁପ୍ରିମ କୋର୍ଟ ଅଫ ଇଣ୍ଡିଆ ବା ଭାରତର ସର୍ବୋଚ୍ଚ ନ୍ୟାୟାଳୟ କାମ କରୁଛି ନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ ଅଫିସ ଯୋଉଟା କୁହାଯାଏ ସେଟା କାମ କରୁଛି। ତେଣୁ ଇଣ୍ଡିଆନ କନଷ୍ଟିଟ୍ୟୁସନ ଗାର୍ଡିଆନ ଭାବେ କାମ କରୁଛି କିଏ ସଠିକ ଉତ୍ତର ହବ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହେଲା ଯୋଉଟା କି କଣ କୁହାଯାଏ ସୁପ୍ରିମ କୋର୍ଟ ଅଫ ଇଣ୍ଡିଆ। କନଷ୍ଟିଟ୍ୟୁସନର ରକ୍ଷକ ବୋଲି କାହାକୁ କୁହାଯାଏ ନା ହଉଛି ଆମର ଯୋଉ ସୁପ୍ରିମ କୋର୍ଟ ହେଲା ସିଏ କଣ କରେ ଯୋଉଠି ଯାହାର ଫଣ୍ଡାମେଣ୍ଟାଲ ରାଇଟ୍ ହଉ ଡ୍ୟୁଟି ହଉ ସବୁଗୁଡାକର ସେ କନଷ୍ଟିଟ୍ୟୁସନ ଅନୁସାରେ କାମ କରେ ତେଣୁ ସେଥିପାଇଁ ତାକୁ ଗାର୍ଡିଆନ ବୋଲି କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚନ କଣ ଦେଇଛି ନା ଦ ପ୍ରିଏମ୍ବଲ୍ସ embed socialist ideal primarily to ensure the achievement of ହେଲା ଯୋଉ ପ୍ରସ୍ତାବନା ବା ପ୍ରିଏମ୍ବଲ୍ସ ରହିଛି ମୁଖ୍ୟତଃ କଣ ହାସଲ କରିବା ନିଶ୍ଚିତ କରିବାକୁ ସମାଜବାଦୀ ଆଦର୍ଶ ଅନ୍ତର୍ଭୁକ୍ତ ହଉଛି ଯୋଉଟା କି ସୋସିଆଲିଷ୍ଟ ହେଲା ହେଲା ସୋସିଆଲିଷ୍ଟ ବା ସମାଜବାଦୀ କୁହାଯାଏ କଣ ମାନେ କଣ ହାସଲ କରିବା ପାଇଁ। ଅପସନ କଣ ଦେଇଛି ସମ୍ପୂର୍ଣ୍ଣ ଅର୍ଥନୈତିକ ସମାନତା ପାଇଁ ବା ଇକୋନୋମିକ ଇକ୍ୱାଲିଟି ପାଇଁ ସେଟା ୱାର୍ଡଟା ଯୋଡା ହେଇଛି ନା ହଉଛି ଏଲିମିନେସନ ଅଫ ଇନଇକ୍ୱାଲିଟି ଆଣ୍ଡ ସୋସିଆଲ ୱେଲଫେୟାର ବା ଅସମାନତାର ବିଲୋପ କରିବା ପାଇଁ ସାମାଜିକ କଲ୍ୟାଣ କରିବା ପାଇଁ ଆଉ ଯେ ଟୋଟାଲ ଷ୍ଟେଟ ଅନରସିପ ଆମର ସମ୍ପୂର୍ଣ୍ଣ ଭାବେ ସମ୍ପତ୍ତି ଉପରେ ରାଷ୍ଟ୍ରର ମାଲିକାନା ଅଛି ଆଉ ଯେ ରିଲିଜିୟସ ପ୍ରେଫରେନ୍ସ ସେଟ ବା ଧର୍ମକୁ ପସନ୍ଦ ବ୍ୟବସ୍ଥା ପାଇଁ ସେଟାକୁ ଆମର ଯୋଉ ସମାଜବାଦୀ ୱାର୍ଡଟା ଏଡ୍ କରାଯାଇଛି। ସଠିକ ଉତ୍ତର କଣ ହବ ଯେ ଆମ ସମାଜବାଦୀ ୱାର୍ଡଟା କାଇଁ ଏଡ୍ କରାଯାଇଛି ନା ଅପସନ ନମ୍ବର ବି ସେଟା କି ଏଲିମିନେସନ ଅଫ ଇନଇକ୍ୱାଲିଟି ଆଣ୍ଡ ସୋସିଆଲ ୱେଲଫେୟାର ବା ଅସମାନତାକୁ ବିଲୋପ କରିବା ପାଇଁ ସମାଜରେ କଲ୍ୟାଣ କାମ କରିବା ପାଇଁ ଆମର ସମାଜବାଦୀ ୱାର୍ଡଟା ଏଡ୍ କରାଯାଇଛି। ମାନେ ଆପଣ ଯେତେବେଳେ ସମାଜବାଦୀ ୱାର୍ଡଟା ଯେତେବେଳେ ଲେଖା ହେଇଛି ତେଣୁ ସବୁବେଳେ କଣ କରାଯିବ ଅସମାନତା ଯେମାନଙ୍କ ବର୍ଣ୍ଣ ବୈଷମ୍ୟ ହଉ ବା ଧନୀ ଗରିବ ହଉ ତେଣୁ ସେଟାକୁ ଏଡ୍ କରିବା ପାଇଁ ଆଉ ସମାଜର କଲ୍ୟାଣ କାମ କରିବା ପାଇଁ ଆପଣଙ୍କୁ ସୋସିଆଲିଷ୍ଟ ୱାର୍ଡଟା ଏଡ୍ କରାଯାଇ ଆମର କନଷ୍ଟିଟ୍ୟୁସନରେ। ପରବର୍ତ୍ତୀ ପ୍ରଶ୍ନ ହେଲା ଦ ରାଇଟ୍ ଟୁ ପ୍ରପର୍ଟି ୱାଜ ରିମୁଭଡ୍ ଫ୍ରମ ପାର୍ଟ 3 ହେଲା ପ୍ରଥମେ କଣ ଥିଲା ଆମର ଯୋଉ ଫଣ୍ଡାମେଣ୍ଟାଲ ରାଇଟରେ ଥିଲା ଆମର ପ୍ରପର୍ଟିଟା ତାକୁ ପରବର୍ତ୍ତୀ ସମୟରେ କଣ ହେଲା ଡିଲିଟ କରିଦିଆଗଲା। ତେଣୁ ସେଟାକୁ କୋଉ ସ୍ପେସିଫିକ ଆମେଣ୍ଡମେଣ୍ଟ କରାଯାଇଥିଲା ସମ୍ପତ୍ତି ଅଧିକାରକୁ କୋଉ ନିର୍ଦ୍ଦିଷ୍ଟ ସଂଶୋଧନ ମାଧ୍ୟମରେ ଭାଗ 3 ରୁ ହଟାଇ ଦିଆଯାଇଥିଲା ମାନେ ଭାଗ 3 ମାନେ କଣ ଫଣ୍ଡାମେଣ୍ଟାଲ ରାଇଟରେ ଥିଲା ତେଣୁ ତାକୁ ହଟେଇ ଦିଆଯାଇଛି। ଅପସନ କଣ ଦେଇଛି 42ତମ ଆମେଣ୍ଡମେଣ୍ଟ ଆକ୍ଟ ଅନୁସାରେ ବା 42ତମ ସଂଶୋଧନ ଅନୁସାରେ 44ତମ ସଂଶୋଧନ ଆଇନ ଅଧିନିୟମ ଅନୁସାରେ ନା ହଉଛି 52ତମ ନା ହଉଛି 73ତମ। ତେଣୁ ସଠିକ ଉତ୍ତର କଣ ହବ କୋଉ ଅଧିନିୟମ ଅନୁସାରେ ସଂଶୋଧନ ଆଇନ ବଳରେ ନା 44ତମ ମାନେ 44ତମ କେତେ ମସିହାରେ ଆଗରୁ ଡିସ୍କସନ କରିଥିଲେ 1978 ମସିହାରେ ଆର୍ଟିକଲ 31 ରେ ତାକୁ ଥିଲା ଆର୍ଟିକଲ 31 ଯେହେତୁ 12 ରୁ 35 ପର୍ଯ୍ୟନ୍ତ ପାର୍ଟ 3 ଟା ତେଣୁ 31 ରେ ଥିଲା ତାକୁ ନେଇକି ରଖାଯାଇଛି କୋଉଠି ନା 300 ଯେଟା କି ଆମର କଣ କୁହାଯାଏ ଲିଗାଲ ରାଇଟ୍ସ ଭିତରେ ମାନେ ଫଣ୍ଡାମେଣ୍ଟାଲ ରାଇଟ ରେ ଥିଲା ହେଲା କ୍ୱେଶ୍ଚନ ପଚାରିବା ପରେ ଫଣ୍ଡାମେଣ୍ଟାଲ ରାଇଟ ରେ ଥିଲା ତାକୁ ନେଇକି କୋଉଠି ରଖାଯାଇଛି ନା ଲିଗାଲ ରାଇଟ ରେ ରଖାଯାଇଛି ମାନେ ସେଟାକୁ ଆପଣ ଯଦି କିଏ କରୁଛି ଆପଣ ସେଟାକୁ ନେଇ କୋର୍ଟକୁ ଯାଇପାରିବେ ଲିଗାଲ ରାଇଟ୍ସ ରେ ରଖାଯାଇଛି 300 ଏ ହେଲା ଏଟା କଣ ନା 300 ଏ ରେ ରଖାଯାଇଛି 31 ରେ ଥିଲା ତେଣୁ ଏବେ ନେଇକି 300 ଏ ରେ ତାକୁ ରଖାଯାଇଛି ହେଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା ଦ ହିଷ୍ଟୋରିକ ମାଇଲଷ୍ଟୋନ ମାର୍କସ ଦ ଫର୍ମାଲ ଏଡପ୍ସନ ଡେଟ୍ ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ କେଉଁ ଐତିହାସିକ ମାଇଲ ଖୁଣ୍ଟ ଭାରତୀୟ ସମ୍ବିଧାନର ଆନୁଷ୍ଠାନିକ ଗୃହୀତ ଦିବସକୁ ଚିହ୍ନିତ କରେ ହେଲା। ଅପସନ କଣ ଦେଇଛି ଜାନୁଆରୀ 26 1950 ଅଗଷ୍ଟ 15 1947 ନା ନଭେମ୍ବର 26 1949 ନା 30 ଜାନୁଆରୀ 1948 କାହାକୁ ଆମେ ଏକ ଐତିହାସିକ ମାଇଲ ଖୁଣ୍ଟ ସମ୍ବିଧାନର ଗୃହୀତ ଦିବସ ବା ଆମର ଏଡପ୍ଟେସନ ଡେଟ୍ ବୋଲି କହିଥାଉ ମାନେ କେବେ ଆମ ଏଡପ୍ଟ କରିଥିଲା ଭାରତ ଯୋଉ ସମ୍ବିଧାନକୁ ସଠିକ ଉତ୍ତର ଅପସନ ନମ୍ବର ସି 26 ଜାନୁଆରୀ 1949 ହେଲା 26 ଜାନୁଆରୀ 1949 ଦିନ ଆମର ପୁରା ତିଆରି ସରିଯାଇଥିଲା ସାଇନ କରିଦେଇଥିଲେ ଆମର ଯୋଉ ସବୁ ମେମ୍ବର ମାନେ ଥିଲେ ତ ସେଟା କଣ କୁହାଯାଏ ଆମର ବହୁତ ଗୁଡେ କ୍ୱେଶ୍ଚନ ଏଡପ୍ଟେସନ ଡେଟ୍ ବୋଲି ବା ଆମର ଗୃହୀତ ଦିବସ ବୋଲି କୁହାଯାଏ ହେଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ବାରମ୍ବାର କହୁଛି ଏଟା ଦେଖି ଯାଉଥିବେ 26 ନଭେମ୍ବର 1949 ହେଲା। ଲାଷ୍ଟ କ୍ୱେଶ୍ଚନ ଦେଖିବା କଣ ଦେଇଛି which systematic setup reinforce the union center to remain structurally stronger than the local state province ହେଲା କୋଉ ବ୍ୟବସ୍ଥା ସ୍ଥାନୀୟ ରାଜ୍ୟ ପ୍ରଦେଶ ଅପେକ୍ଷା କେନ୍ଦ୍ରକୁ ଗଠନମୂଳକ ଭାବେ ଅଧିକ ଶକ୍ତିଶାଳୀ ରୂପେ ଶକ୍ତିଶାଳୀ ରହିବାକୁ ଶକ୍ତିଶାଳୀ କରେ ହେଲା ଆମର ରାଜ୍ୟ ଠାରୁ କେନ୍ଦ୍ରଟା କଣ ହବ ଆମର ଅଧିକ ଶକ୍ତିଶାଳୀ ରହିବ କୋଉ ରୁଲ ଅନୁସାରେ ଅପସନ କଣ ଦେଇଛି ସ୍ୱାଧୀନ ନ୍ୟାୟପାଳିକ ବ୍ୟବସ୍ଥା ଅନୁସାରେ ନା ହଉଛି କ୍ଷମତାର ସମାନ୍ତରାଳ ବିଭାଜନ ପାଇଁ ନା କେନ୍ଦ୍ର ଦ୍ୱାରା ନିଯୁକ୍ତ ରାଜ୍ୟପାଳ ବ୍ୟବସ୍ଥା ପାଇଁ ନା ହଉଛି ସ୍ଥାନୀୟ ସହାୟତା ଶାସନ ଗଠନ ପାଇଁ କୋଉ ଆଇନଟା କଣ କରୁଛି ନା ରାଜ୍ୟ ପ୍ରଦେଶ ଅପେକ୍ଷା କେନ୍ଦ୍ର ଗଠନମୂଳକ ଭାବେ ଅଧିକ ଶକ୍ତିଶାଳୀ ଦେଖାଉଛି ସଠିକ ଉତ୍ତର ହବ ଅପସନ ନମ୍ବର ସି ସେଣ୍ଟ୍ରାଲି ଆପଏଣ୍ଟେଡ ଗଭର୍ଣ୍ଣର ଏକ୍ରସ୍ ବା କେନ୍ଦ୍ର ଦ୍ୱାରା ନିଯୁକ୍ତ ରାଜ୍ୟପାଳ ବ୍ୟବସ୍ଥା ଯେହେତୁ ରାଜ୍ୟପାଳ ବେଳେ ପଚାରେ ଯେ ଆମର ଯୋଉ ରାଜ୍ୟପାଳ ରହିଥାନ୍ତି ବା ଗଭର୍ଣ୍ଣର ରହିଥାନ୍ତି ତାଙ୍କୁ ଆପଏଣ୍ଟମେଣ୍ଟ କିଏ ଦେଇଥାଏ ନା ରାଷ୍ଟ୍ରପତି ଦେଇଥାଏ ଯେହେତୁ ରାଷ୍ଟ୍ରପତି କଣ ସେଣ୍ଟ୍ରାଲ ଲେଭେଲର ଲୋକ ତେଣୁ ସେଥିପାଇଁ କୁହାଯାଏ ଯେ କେନ୍ଦ୍ର ଯୋଉ ନିଯୁକ୍ତି କରୁଛି ରାଜ୍ୟପାଳଙ୍କୁ ତେଣୁ ସେଥିପାଇଁ ସେଣ୍ଟ୍ରାଲ ପାଖରେ ଅଧିକ ପାୱାର ରହିଛି ହେଲା। ତେଣୁ 30ଟା ପୁରା କ୍ୱେଶ୍ଚନ ଥିଲା ତେଣୁ ଆଶା କରୁଛି ଆପଣ ଭିଡ଼ିଓଟି ଭୁଲ ଦେଖିଥିବେ ଯଦି ଭୁଲ ଦେଖିଥିବେ ଆପଣଙ୍କୁ ଇନଫରମେଣ୍ଟ ଲାଗିଥିବ ହେଲା ଆପଣ ଯଦି ଟପିକଟା ପୁରା କଭର ହେଇଥିବ ତାହେଲେ ଆପଣ ଭିଡ଼ିଓଟି ଗୋଟେ ଲାଇକ୍ କରିଦେବେ
ଆଉ ଯଦି ଚ୍ୟାନେଲରେ ପ୍ରଥମ ଥର ଦେଖୁଛନ୍ତି ଭିଡିଓଟିକୁ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଯୋଉ ବେଲ୍ ନୋଟିଫିକେସନ ଅଛି ତାକୁ ଅଲରେ ସେଟ୍ କରିଦେବେ। ଆଉ ୟାର ଯଦି ପିଡିଏଫ୍ ଆପଣଙ୍କୁ ପ୍ରାକ୍ଟିସ କରିବା ପାଇଁ ଦରକାର ଅଛି ମୁଁ ଡେସ୍କ୍ରିପସନରେ ମୋ ଟେଲିଗ୍ରାମର ଲିଙ୍କ ଦେଇଦେବି। ସେଠି ଆପଣ ଜଏନ୍ ହେଇଯାନ୍ତୁ ଯାହାଫଳରେ କି ଯୋଉ ଭିଡିଓଟା ମୁଁ କରୁଛି ୟାର ପିଡିଏଫ୍ ମୁଁ ସେଠି ପ୍ରୋଭାଇଡ କରୁଛି ଆପଣ ନେଇ ଘରେ ପ୍ରାକ୍ଟିସ କରିପାରିବେ। ତେଣୁ ଆଜି ପାଇଁ ରହୁଛି ହେଲା। ନୂଆ ଗୋଟେ ଭିଡିଓରେ ଦେଖା ହବ। ଧନ୍ୟବାଦ।